भौणी मान मोर भक्तिगत प्रणाम। मुझे अशोक कुमार बेहरा कटक शिखर गुरु बाबा निर्देश आज गोटे श्री ब्रह्मतत्व भजन गाँव। आखि रहिला लाखिमित बांछा बटरे मो आखि रहिला लाखिमित बांछा बटरे द्वादश जुणे हास करती शैला कृष्ण द्वादश जुणे हास करती शैला कृष्ण भक्त भगवान दूर भक्त भगवान दूर बार आंगुले मो आखि रहिला लाखिमित बांछा बटरे से आखि रहिला लाखिमित बांछा बटरे। प्रणाम। ମୋ ଆଖି ରହିଲା ଲାଖି ବାଞ୍ଛା ବଟରେ। ଯୋଉଠି ବାଞ୍ଛା ଅର୍ଥ ଯୋଉଠି ଭାବନା କରାଯାଏ, ବାଞ୍ଛିତ କରାଯାଏ, ଭାବ ସୃଷ୍ଟି ହୁଏ, ବାଞ୍ଛା ବଟ, କଳ୍ପନାର ବଟ। ଗୀତଟି ସୁନ୍ଦର ହେଇଛି। ମୋ ଆଖି ରହିଲା ଲାଖି ବାଞ୍ଛା ବଟରେ। ଭଲ ଲାଗିଲା। ହଉ गुरुजी आज्ञा चक्र ठारू सहस्रा पर्यंत 12 आंगुली दूर ना? सहस्रा पर्यंत 10 ଆଙ୍ଗୁଳି ହଉଛି ଦୁକୁ ଦୁକିଟା 10 ଆଙ୍ଗୁଳି। ये 12 आंगुली कहले जे 12 योजन से 12 आंगुली हेले कोठी भक्त रही भगवान कोठी रही। ଅଶୋକ ଗୀତରେ କ'ଣ ଲେଖା ହେଇଛି? ওই ଯୋଉ 12 ଆଙ୍ଗୁଳି କଥା କହିଲ ସେଟା କ'ଣ କହିଲ ସେ ସେଣ୍ଟେନ୍ସ ସେ ଗୀତଟା? ଲେଖା ଅଛି ଦ୍ୱାଦଶ ଜୁଣେ ହାସ କରନ୍ତି ଶୈଳ କୃଷ୍ଣ। ହ୍ୟାଲୋ। ଭକ୍ତ ଭଗବାନ ଦୂର 12 ଭକ୍ତ ଭଗବାନଙ୍କ ଦୂର 12 ଆଙ୍ଗୁଳ। 12 ଆଙ୍ଗୁଳରେ ସହସ୍ରା କଥା କୁହା ଏଠି ଆଙ୍ଗୁଳି ନିଶ୍ୱାସ ପ୍ରଶ୍ୱାସ କଥା କୁହା ହଉଛି। ଏଠି ସେଇ ମାନେ ସହସ୍ରା କଥା କୁହା ହେଲା। ସହସ୍ରା ତ ବହୁତ ସହସ୍ରା ବହୁତ ଏରିଆ ନେଇକି ଅଛି, ଗୋଟେ ଜାଗାରେ ନାହିଁ। ପୁରା ଖପୁରିଟା ବୁଝିଲେ, ପୁରା ଖପୁରିଟା ହଉଛି ସହସ୍ରା। ମାନେ କାନ ଉପରକୁ, ଏପଟ କାନ ଉପରକୁ, ପଛ ପଟକୁ, ଆଗ ପଟକୁ, ମଝିଟା ହଉଛି ଦୁକୁ ଦୁକି, ଯୋଉଟା କି 10 ଆଙ୍ଗୁଳି। ଯଦି ପାଇବୁ ଭେଟ ମାୟାକୁ ତୋଇ କାଟ। ଆଉ ସେଇଠି ଲେଖା ହେଇଛି ରଖିଲା 10 ଦ୍ୱାର ଲଗାଇଲା କବାଟ। ସେଠି ବୁଝିଲେ। ଆଜ୍ଞା 12 ଆଙ୍ଗୁଳି ନିଶ୍ୱାସ ଚାଲିଛି, ସେଠି ଭକ୍ତ କୋଉଠି ଅଛି ଆଉ ଭଗବାନ କୋଉଠି ଅଛନ୍ତି? 12 ଆଙ୍ଗୁଳି ନିଶ୍ୱାସ ଚାଲିଲେ ଆମର ତ ନିଶ୍ୱାସ ବାହାରିବାଟା ଠାରୁ ଯେଟା ଶେଷ ହେଉଛି ସେଟା 12 ଆଙ୍ଗୁଳି। ଭଗବାନ କୋଉଠି ଅଛନ୍ତି, ଭକ୍ତ କୋଉଠି ଅଛନ୍ତି? କାଲି ଜଣେ ମୁଁ ଏ ୟୁଟ୍ୟୁବରେ ଦେଖୁଥିଲି ମାରିକିରି, କାଲି ସେ ଜଣେ ବଡ଼ ପ୍ରବଚକ ଆମର ବୋଧେ ତାଙ୍କ ଆଶ୍ରମଟା 100 କୋଟି ହବ ବୋଧେ, 100 କୋଟି ଟଙ୍କା। ମୁଁ ଶୁଣୁଥିଲି ଗୋଟେ ପ୍ରବଚନ କାଲି, କାହିଁ ମାରିଲା ବେଳେ ବାହାରି ପଡ଼ିଲା। ଜଣେ କୋଶ୍ଚିନ୍ ଆନ୍ସର କରୁଛି, ସେ ବାବା ଉତ୍ତର ଦେଉଛନ୍ତି। କୋଶ୍ଚିନ୍ ଥିଲା ଯେ ଜୀବ ଆଉ ପରମ
ବା ଆତ୍ମା ଆଉ ଜୀବ, ଏଇ ଦୁଇ ଜଣଙ୍କ ଭିତରୁ କିଏ ମୁକ୍ତି ପାଇବ? କାହାର ମୁକ୍ତି ହବ? ଯେମିତି ଏଠି ପ୍ରସନ୍ନ ପଚାରିଥିଲା ଆଜିର କୋଶ୍ଚିନ୍, ଆମର ଆଗରୁ ଆଲୋଚନା ହେଇଥିଲା। ପ୍ରସନ୍ନ ପଚାରିଥିଲେ ଯେ ମୁକ୍ତି କାହାର ହବ, ଆତ୍ମାର କି ଜୀବର? ଏଇ ପ୍ରଶ୍ନ କାଲି ମୁଁ ଲଗେଇଲା ବେଳକୁ ଜଣେ ସେ ୟୁଟ୍ୟୁବରେ ଏ ଯେଉଁ ବାବାଙ୍କ କଥା କହୁଛି 100 କୋଟିର ଆଶ୍ରମ ଉପରେ ବହିଛନ୍ତି ସିଂହାସନ ଉପରେ, ଏବଂ ପ୍ରଶ୍ନ ପଚରା ଯାଉଛି, ସେ ଉତ୍ତର ଦେଉଛନ୍ତି। ଉତ୍ତର କ'ଣ ଥିଲା? ସେ କହିଲେ ପରମ ଏଠି ମୁକ୍ତି ପାଇବନି କି ଜୀବ ମୁକ୍ତି ପାଇବନି। ତାହେଲେ ଆଶ୍ଚର୍ଯ୍ୟ କଥା, ମୁଁ ଭାବିଲି ଆଉ କିଏ ରହିଗଲେ କି ପରମ ଜୀବ ପରେ? ଉତ୍ତର ସିଏ ଦେଲେ, କହିଲେ ମନ ମୁକ୍ତି ପାଇବ। ଏଇଟା କେତେ ଦୂର ଗ୍ରହଣୀୟ ଅନୁଭବ କରନ୍ତୁ। ଯଦି ମୁକ୍ତି ପାଇବ ଆତ୍ମା ମୁକ୍ତି ପାଇବ, ନାଇଁ ତ ଜୀବ ମୁକ୍ତି ପାଇବ। ମନ କୁଆଡ଼େ ଆଇଲା ଏଠି? ତୃତୀୟ ଲୋକ। ମନ ତ ତୁମର ଚାକର, ଇନ୍ଦ୍ରିୟ ତୁମର ବି ଚାକର। କାରଣ ଇନ୍ଦ୍ରିୟ ହଉଛି ତୁମର ମନର ଚାକର। ମନ ଚାକର ମାନେ ମନ ଯାହା କହିବ ଇନ୍ଦ୍ରିୟ ମାନେ ସେୟା କରିବେ, ବା ସେମାନେ ଇନ୍ଦ୍ରିୟ ମାନେ ଯାହା ଖୋରାକ ଦେବେ ମନକୁ, ମନ ସେଥିରେ ମିଶିଯିବ। ମନ ଦ୍ୱାରା ପରିଚାଳିତ ହେଉଛନ୍ତି ଇନ୍ଦ୍ରିୟ ମାନେ, ଆଉ ମନ ତୁମ ଦ୍ୱାରା ପରିଚାଳିତ ହେଉଛି ବା ଜୀବଶକ୍ତି ଦ୍ୱାରା ପରିଚାଳିତ ହେଉଛି। ମୁଁ କନଫ୍ୟୁଜନ ତ ପଡ଼ିଲିନି। ମୁଁ କହିଲି ମନ ଯିଏ ଚାକର ସିଏ ମୁକ୍ତି କ'ଣ ପାଇବ? ତୁମେ ତ ବନ୍ଧନରେ ପଡ଼ିଛ, ତୁମେ ତ ମୋକ୍ଷ ପାଇଁ ଆସିଛ, ମନ ମୋକ୍ଷ ପାଇଁ ଆସିନି। ମନ ମୋକ୍ଷ ପାଇଁ ଆସିନି, ତୁମେ ମୋକ୍ଷ ପାଇଁ ଆସିଛ। ତୁମେ ମନକୁ ଯେଉଁ ବାଟରେ ନେବ ସେ ସେଇ ବାଟରେ ଯିବ। ଏଇଠି ବସ, ଏଇଠି ବସିବ, ଏଠି ଚାଲେ, ସେଠି। ଯଦିଓ ବଳଶାଳୀ ମନ, ଅସଂଶୟ ମହାବାହୁ, ମନ ଦୁନିଗ୍ରହଂ ଚଳମ୍, ଯେଉଁ କୁହାହଉଛି, ମନ ଏତେ ଚଞ୍ଚଳ, ଦୁନିଗ୍ରହ, ଖରାପ ଜାଗାରେ ପହଞ୍ଚେଇ ଦେବ ନେଇକିରି। ଆଉ ଏତେ ଫାଷ୍ଟେଷ୍ଟ, ଏତେ ଫାଷ୍ଟେଷ୍ଟ, ମାନେ ପବନର ଗତି ଠାରୁ ଅଧିକ କାହାର ଗତି? ମନର ଗତି। ଖୁବ୍ ଯୋଗରେ, ମାନେ ବହୁତ ଖୁବ୍ ଶୀଘ୍ର ଶୀଘ୍ର ତୁମକୁ ଟାଣି ନେଇ ପଳେଇବ। ଯେଉଁଥିରେ ତୁମେ ମନ ଦେବ ସେ ସେୟାକୁ, ସେ ଯେଉଁ ବସ୍ତୁରେ, ସେ ବସ୍ତୁ ତୁମେ ଖଣ୍ଡେ ଦୂର ସେ ଟାଣି ନେଇଯିବ। ମନକୁ ଟାଣି ନେଇଯିବ। ମନର ମୁକ୍ତି ଯେଉଁ କହିଲେ ମୋତେ କାହିଁ ଠିକ୍ ଲାଗିଲାନି। ମୁଁ ତ କହି ତ ସ୍ୱତନ୍ତ୍ର ବିଚାର କରିବ। ଯିଏ ସ୍ୱତନ୍ତ୍ର ବିଚାରକ ତା ପାଇଁ ସବୁ କିଛି ଅଛି। ଜଣେ କହିଦେଲା ତୁମେ ତାକୁ ଗ୍ରହଣ କରନି। ଏପରିକି ମୁନି ସମାଜ କ'ଣ କହିଛି ତାକୁ ବି ଗ୍ରହଣ କରନି। ଗୁରୁଜୀ ଏମିତି ହେଇପାରେ କି ଜୀବ ଇଜୁଆଲ ଟୁ ମନ ପ୍ଲସ୍ ପ୍ରବୃତ୍ତି, ମନ ପ୍ଲସ୍ ପ୍ରବୃତ୍ତି, ଏଇ ଯେ ତତ୍ଵଟା ସୃଷ୍ଟି ହେଲା ଏଇଟା ହଉଛି ଜୀବ। ଆତ୍ମା ତ ମୁକ୍ତ, ସେ ମୁକ୍ତି ପାଇବ କାହିଁକି? ମନ ମୁକ୍ତି ପାଇବା କଥା ଯେ କହିଲେ, ଏ ପ୍ରବୃତ୍ତିରୁ ଯେତେବେଳେ ମୁକ୍ତି ପାଇକି ବିଚାରହୀନ ଅବସ୍ଥା ଆସିଯିବ, ସେଇଟା ମନର ମୁକ୍ତି ହବ। ସେଇ ହିସାବରେ କହିଲେ କି ସେ ନା, ସେଇ ହିସାବରେ କହିଲେ ମନ ତ ସ୍ୱୟଂ ମାୟା। ମନର ଘର ଯଦି ପଚାରିବା କୋଉଠି, ସେ ମାୟା ରୂପରେ ଅଛି। ଆଉ ମନ ସମାନ ଜଗତଟା। ମନକୁ ଯଦି ଇଜିକଲ୍ଟ କରିବା ତାହେଲେ ଜଗତ ସହିତ ମିଶେଇ ଦିଅନ୍ତି। ଆତ୍ମାକୁ ଯଦି ମାନେ ପରମାତ୍ମାଙ୍କ ସହିତ ଯଦି ଇଜିକଲ୍ଟ କରିବା, ତାହେଲେ ନିଜର ଯେଉଁ ପରମାତ୍ମା, ପରମ ଶକ୍ତି ଆତ୍ମା ଅଛି ସେଇଟା ସମାନ। ପରମାତ୍ମାଙ୍କ ଶରୀର ଯଦି ହୁଏ ସାରା ବିଶ୍ୱ ଜଗତ, ତୁମର ଶରୀର ଏଇ ପଞ୍ଚଭୂତ। ଯଦି ଇଜିକଲ୍ଟ ହିସାବ କରିବା ସମାନ ଭାବରେ, ତେଣୁ କେବେ ମନଟା ଇଜିକଲ୍ଟ ହବନି। ମନ ଇଜିକଲ୍ଟ ପୃଥିବୀ ସହିତ ସମ୍ପର୍କ ରହିଛି ମନର ମୂଳେ ଏ ଜଗତ କୁହାହଉଛି। ମନର ମୂଳରେ ଜଗତଟା ଅଛି। ତୁମେ ଏଇ ଗୋଟେ ସେକେଣ୍ଡରେ ବି ଜଗତକୁ ବିଦାୟ ନେଇଯିବ। ଗୋଟିଏ ସେକେଣ୍ଡ ଲାଗିବନି, କିନ୍ତୁ ମନ ତ କହିବନି ଯିବା ପାଇଁ। ତୁମେ ଯିବ।
डिसीजन मेकर होचन निजे स्वयं तुमे निजे प्रोड्यूसर ए फिल्म जगतर बा निजर चरित्र जीवनर प्रोड्यूसर तुमे निजे हिरो निजे स्पॉन्सर निजे नेगोशिएटर निजे कोऑर्डिनेटर निजे जीव निजे माने जीव अवश्य डायरेक्टर न होई पार एगुरा सब तुमे डिरेक्शन दवा लोक किए अच्छी जने ऊपर अच्छी काली जेंति बुझौथली मु सी गोटे शक्तिर आधार तुमे मध्य शक्तिर आधार तुमे तुमे चीफ मिनिस्टर हेले सी होजनी हमर संविधान संविधान से मु प्राइम मिनिस्टर कथा कहूनी से टोटल संविधान टा बोले आमर एग्जीक्यूटिव जुडिशियल आउ प्रेसिडेंट तीन टाक मिसिले माने फॉर्म ऑफ गवर्नमेंट होची इंडिया गोटे न्यायपालिका आउ सभापति बा प्रेसिडेंट ऑफ इंडिया तार पावर अच्छी न्यायपालिकार पावर अच्छी आउ आमर जो लोकसभा राज्यसभा काउंसिल ऑफ मिनिस्टर ये समस्त समारोह गवर्नमेंट है तेणु आर पावर अधिक अच्छी जन चीफ मिनिस्टर पावर अपेक्षा जदि ये समस्त पावर को आम सत्वरजतम भाव जदि तीन गोटी पावर को आम निया जाए से डायरेक्टर है गला तुमर भी पावर अच्छी स्टेट गवर्नमेंट हिसाब से तुम्हें भी चलाउच राज्य किंतु सेंट्रल मिनिस्टर जहाँ चाहब सी ओडिशा को कहा को स्टेट सहित जॉइंट कर काश्मीर की जमती अणागला हैदराबाद निजाम को जमती अणागला है पाकिस्तान को तो अलग हो गला बर्मा अलग हो गला गुजरात एमती केते बड़े स्टेट अच्छी जोटा कि मिसिले भारत सहित मिसई दिगला ଆପଣ ତ କହିଥିଲେ ଆତ୍ମା ଜୀବ ମନ ଗୋଟିଏ ତତ୍ତ୍ୱ हाँ आत्मा जीव मन गोटे तत्व हेले भी जेमती बरफ पानी आउ बाष्प तीनोटी रूप अलग अलग पर्याय व्यापी शब्द बरफ भितर जदियो पानी अच्छी किंतु ताकू बरफ हम कहूचे पानी कहने बाष्प हो गला जो पानीटा गरम है बाष्प कहचे पानी कहने आ पानी की जो तल रूप अच्छी ताकू पानी कहचे जीव आत्मा ब्रह्म जदियो एक यही माने उदाहरण होची बाष्प बरफ एवं पानी से रूप देख हाँ कौन प्रश्न थिला को ये जो टर्म में कहूल कौन कौन कह जो 12 आंगुली रहिला दूरता जीव कोठी आ ब्रह्म को ब्रह्म तो अच्छी सहस्रार अच्छी ब्रह्ममय शरीरटा जदि जदि कहबा गोटे चुंबक चुंबकर कोठी सेंटर पॉइंट किए कहि परिबेनी चुंबक शक्ति जेमती साइड लगेले कंटाक्ट टाणी आने मिडिल लगेले टाणी आने जोठी लगे से टाणी आने कंटाक्ट लुहा कंटाक्ट पिन बुझिले सेमती सहस्र बासस्थान अच्छी तुम्हें जोटी देखी पारुच देख निजे देख तुम्हें निजे कोठी मो मन अच्छी मुंड देखा हाथ देखा बेक पाखर तलू कि जना पड़ने आमको अनुभव होची कि मुंडटा अनुभव होची कि नहीं जदियो मुंडटा अनुभव होची मुंडर को जगह अनुभव होची कहि परिबे
ଖୋଜିବାକୁ ପଡ଼ିବ, ଭିତରକୁ ଯିବାକୁ ପଡ଼ିବ। ଟୋଟାଲ ମୁଣ୍ଡଟା ଯଦି ହାଟ ହୁଏ ଆମେ ତାକୁ ହାଟ କହିବା, ହାଟ କହିପାରିବା। ହାଟଟା କୋଉ ଜାଗାଟା ସେଣ୍ଟର କହିଲେ? ହାଟର ସେଣ୍ଟର କୋଉଟା କୁହନ୍ତୁ, ଏବେ ଉତ୍ତର ପାଇବେ। ହାଟ ମିନ୍ସ ହାଣ୍ଡି ମାଠିଆ, ପୋଟଳି ବଣିଆ, କୋବି, ଆଳୁ, ଜଳଖିଆ ଦୋକାନ, ମଞ୍ଜି ଦୋକାନ, ସାର ଦୋକାନ, ଛତା ତିଆରି ଇତ୍ୟାଦି ଇତ୍ୟାଦି ଯେତେ ପ୍ରଡକ୍ଟ ବା ବିକ୍ରି ସେଲ୍ ଆଉ ପରଚେଜ ହଉଛି ସେଇଟା ହାଟ। କିଏ ଜଣ ଗୋରୁ ଆଣିକିରି ବିକି ଦଉଛନ୍ତି କରରେ ଛିଡ଼ା କରିକିରି, କିଏ ଜଣ ଆଇସ୍କ୍ରିମ୍ ବିକୁଛନ୍ତି, କିଏ ଜଣ ବମ୍ବେଇ ମିଠେଇ ବିକୁଛନ୍ତି ହାଟ ଭିତରେ। ଆମର ସେଣ୍ଟର ପଏଣ୍ଟଟା କୁହନ୍ତୁ କୋଉଟା? ଯୋଉଠି ଦୁଃଖି ଚାଲୁଛି ସେଇଟା ବୋଧେ। ନାଇଁ ମୁଁ ହାଟ କଥା ପଚାରୁଛି, କହିଲେ ହାଟର କୋଉଠି ସେଣ୍ଟର କହିପାରିବା? ଆମର ତ ଏଠି ବାରିକପୁର ହାଟର ଯୋଉଠି ରିସିପ୍ଟ କାଟନ୍ତି ସେଟା ସେଣ୍ଟର ପଏଣ୍ଟ। ସେଣ୍ଟର କେମିତି ହେଲା? ଏଇଟା ସେଣ୍ଟର ହେଲାନି, ସମୂହ ସ୍ଥାନକୁ ସେଣ୍ଟର କହିବା। ରିସିପ୍ଟ ଖାଲି ପଇସା ନେଇଗଲେ ଏଇଟା ହାଟ ହେଇଗଲା କି? ସେଟା କଲେକ୍ସନ କାଉଣ୍ଟର କହିବା। ସେଟା ଗୋଟେ ସାଇଡରେ ବି ହେଇପାରେ, ମଝିରେ ବି ହେଇପାରେ, ପୂର୍ବ ପଟରେ ହେଇପାରେ, ଦକ୍ଷିଣ ପଟରେ ହେଇପାରେ। ଯୋଉ ରିସିପ୍ଟ କାଉଣ୍ଟରଟା ଯେ ହାଟର ସେଣ୍ଟର ପଏଣ୍ଟ ସେଇଟା ଉଠିଗଲା, ଧର ହାଟ ରହିବନି। କୌଣସି ଦୋକାନୀ ଆସିଲାନି ତାର ପ୍ରଡକ୍ଟ ନେଇକି ସେଲ୍ କରିବା ପାଇଁ, ହାଟ କଣ ଚାଲିବନି? ହାଟ ଚାଲିବ, ହାଟ ଚାଲିବ, ତାର ସେଣ୍ଟର ପଏଣ୍ଟ କିଛି ନାହିଁ। ତେଣୁ ଆମର ଯୋଉ ସହସ୍ରାର ମୁଁ ପୂର୍ବରୁ କହୁଥିଲି, ଆଜ୍ଞାରୁ 10 ଆଙ୍ଗୁଳି ପରିମିତ ଦୁକୁ ଦୁକି, ସେଇଟା ବ୍ରହ୍ମରନ୍ଧ୍ର ଅଛି ସେଠି। ଯେତେବେଳେ ଯିବ ବନ୍ଦ ଅଛି ସେ ଦ୍ୱାରଟା, ଗୋଟେ ଦ୍ୱାର ଖୋଲା ଅଛି, ଗୋଟେ ଦ୍ୱାର ବନ୍ଦ ଅଛି। ଲଗାଇଲା କବାଟ, ରଖିଲା 10 ବାଟ, ତାମାନେ 10 ବାଟଟା କବାଟ ଲାଗିଛି। ଯଦି ପାଇବୁ ଭେଟ ମାୟାକୁ ତୁଇ କାଟ। ତେଣୁ ସେଣ୍ଟର ପଏଣ୍ଟ ଯୋଉ ଖୋଜୁଛେ ଆମେ, ମୁଁ କହିଲି ଚୁମ୍ବକର ଚୁମ୍ବକତ୍ଵ କହିପାରିବା ନାହିଁ ଆମେ କୋଉଠି ଅଛି। ସେମିତି ସହସ୍ର ଅଛି, ଦେଖିଥିବେ ମଗଜ, ଦେଖିଥିବେ ମୁଣ୍ଡ ଭିତରେ ସହସ୍ର ଦଳ ପଦ୍ମ, ମାନେ କନେକ୍ସନ ସହସ୍ର। ସହସ୍ର ମାନେ ନୁହେଁ ଯେ 1000, 100 into 100 ନୁହେଁ, ବହୁତ ଅନେକ କନେକ୍ସନ ରହିଛି ସେଠି, ଅସୀମ, ତାର ସୀମା ନାହିଁ କିଛି। ତୁମେ ଅନୁଭବ କରି କୁହ ସେଣ୍ଟର କିଏ ଅନୁଭବ କରିବ? ଏଠି ଗୋଟିଏ କଥା ମୁଁ କହିଦଉ, ସିକ୍ରେଟ କଥା। ଯେତେବେଳେ ତୁମେ ପ୍ରାଣାୟାମ କରିବ, ଯେତେବେଳେ ତୁମେ ପ୍ରାଣାୟାମ କରିବ, ପ୍ରାଣାୟାମରେ ତୁମେ ରହିବ ସହସ୍ରାରେ, ତୁମେ ସହସ୍ରାକୁ ଯିବ, ତୁମେ ସହସ୍ରାରେ ରହିବ। ବର୍ତ୍ତମାନ ଆଜ୍ଞା ଚକ୍ରରୁ ଆମେ କହୁଛେ, ଆଜ୍ଞା ଚକ୍ର ଆମକୁ ଦେଖାଯାଉଛି, କିନ୍ତୁ ସହସ୍ର ରହିକି ପ୍ରାଣାୟାମ କରାଯାଏ, ଆଉ ଆଜ୍ଞା ଚକ୍ରଟା ତା ଗେଟ୍ ହେଇଯାଏ। ଯୋଉମାନେ ପ୍ରାଣାୟାମରେ ଅଭ୍ୟସ୍ତ ଅଛନ୍ତି, ପ୍ରାଣାୟାମୀ ଯୋଗୀ, ସେଇମାନେ ସେତେବେଳେ ଶୋଇକିରି ସେଇ ଅବସ୍ଥାରେ ଥାନ୍ତି। କୋଉ ଅବସ୍ଥାରେ? ପ୍ରାଣାୟାମରେ ଅବସ୍ଥାରେ ଥିଲେ ତୁମେ ସହସ୍ରାକୁ ପଳେଇବ, ଅନୁଭବ କରିବ ମୁଁ ସହସ୍ରାରେ ଅଛି। ଦେଖିବେ ଯୋଉମାନେ ପରଫେକ୍ଟ ପ୍ରାଣାୟାମ କରୁଛନ୍ତି ସେମାନେ ଅନୁଭବ କରିପାରିବେ ମୁଁ ସହସ୍ରାରେ ଅଛି, ଆଉ ସହସ୍ରାରେ ହିଁ ପ୍ରାଣାୟାମ କରାଯାଏ। ଆଜ୍ଞା ଚକ୍ରରେ ତୁମେ ରହିପାରିବନି ସେତେବେଳେ, ଆଜ୍ଞାରେ ରହିକି କେହି ପ୍ରାଣାୟାମ କରନ୍ତି ନାହିଁ। ତେଣୁ ସେଠି ଯେତେ ପଏଣ୍ଟେଡ ହଉଥିବ, ଭିତରକୁ ଯାଉଥିବ, ସେଇ ଜାଗାଟା ତୁମେ ଅନୁଭବ କରିବ, କୋଉଠି ଅଛି ଜାଣିପାରିବନି।
ଅନୁଭବ କରିବ ମୁଁ ଏଇଠି ଅଛି। ତୁମର ସ୍ଥିତି ଯେମିତି ମୋର ସ୍ଥିତି ବର୍ତ୍ତମାନ ବା ସମସ୍ତଙ୍କର ସ୍ଥିତିଟା ମୁଣ୍ଡଟା ଜଣାପଡ଼ୁଛି, ତୁମକୁ ହାତ ଜଣାପଡ଼ୁନି, ଗୋଡ଼ ଜଣାପଡ଼ୁନି, କିନ୍ତୁ ତୁମ ସହିତ କନେକ୍ସନ୍ ଅଛି ଜଣାପଡ଼ୁନି, କିନ୍ତୁ ତୁମେ ମୁଣ୍ଡ ଭିତରେ ଅଛ ବା ଆଜ୍ଞା ପାଖରୁ କହିପାରୁଛ। ଦେଖନ୍ତୁ ଯାଇକିରି କୋଉ ସ୍ତରରେ ରହିଲେ ତୁମେ କୋଉଠି ପହଞ୍ଚି ପାରୁଛ ପ୍ରାଣାୟାମରେ। ଯଦି କହିବ ତାର ଯେତେ ବିନ୍ଦୁକୁ ଯିବ, ଯେତେ ସେଣ୍ଟ୍ରାଲାଇଜ ହବ, ଥଣ୍ଡା ଛାଡ଼ିଲା, ଯେତେ ତୁମେ ସେଣ୍ଟ୍ରାଲାଇଜ ହବ, ଯେତେ ବିନ୍ଦୁ ଆଡ଼କୁ ଯିବ, ସେତେ ଆକାଶ ଦେଖିବ। ଆକାଶର ସେଣ୍ଟର ପଏଣ୍ଟ କୋଉଠି ଆସିବ? ଶୂନ୍ୟତାରେ। ଆମେ ଯଦି କହିବା ଆକାଶରେ କୋଉଠି କେନ୍ଦ୍ର ବିନ୍ଦୁ ଅଛି, ଜଣା ପଡ଼ିବନି କେବେ। ଇଏ ଏକ୍ଜାକ୍ଟ ସେଇ କ୍ୱେଶ୍ଚିନ୍ର ଉତ୍ତର ହେଉଛି ଏଇଟା। ତୁମେ ଯେତେ କେନ୍ଦ୍ର ଆଡ଼କୁ ଯିବ ସେତେ ଆକାଶ ତତ୍ତ୍ୱ ଦେଖିବ, ଶୂନ୍ୟତା ଅନୁଭବ କରିବ। କେନ୍ଦ୍ର କୋଉଠି ଖୋଜିବ ତୁମେ? କୁହନ୍ତୁ। ଯୋଉଠି ତୁମର ସ୍ଥିତି, ଯୋଉଠି ରହିପାରିଲ, ସ୍ଥିର ହେଇପାରିଲ, କନଷ୍ଟାଣ୍ଟ ବିଚାର ଶୂନ୍ୟ ଅବସ୍ଥା ହେଇଗଲା, ଆତ୍ମା ପାଖକୁ ଗଲେ ହିଁ ତୁମେ ବିଚାର ଶୂନ୍ୟ ଅବସ୍ଥା କଲେ ଆତ୍ମା ଆଡ଼କୁ ଯିବ। ଯେପର୍ଯ୍ୟନ୍ତ ବିଚାର ଅଛି ତୁମେ ସେତେବେଳେ ଆଜ୍ଞା ଚକ୍ରରେ ରହିଛ, ପରିଧିରେ ରହିଛ, ଶରୀରରେ ରହିଛ, କୌଣସି ଦୃଶ୍ୟ ଜଗତରେ ରହିଛ, ବିଚାର ଅବସ୍ଥାରେ। ବିଚାର ଯେପର୍ଯ୍ୟନ୍ତ ଶୂନ୍ୟ ନ ହେଇଛି, ବିଚାର ଯେପର୍ଯ୍ୟନ୍ତ ନ କଟିଛି, ତୁମେ ସେ ପର୍ଯ୍ୟନ୍ତ ଭିତରକୁ ଯାଇପାରିବନି। ସେ ପର୍ଯ୍ୟନ୍ତ ଯାଇପାରିବନି ଭିତରକୁ। ଆଉ ସେଇ ଜାଗାଟା ହିଁ ପୁଣ୍ୟ ରୂପ। ଆଉ ଆଜ୍ଞା ଚକ୍ର ତଳକୁ, ତଳଟା ଧର୍ମକ୍ଷେତ୍ର ନୁହେଁ, ସେଇଟା ଧର୍ମକ୍ଷେତ୍ର। କୁରୁକ୍ଷେତ୍ରେ ଧର୍ମକ୍ଷେତ୍ରେ ସମବେତା ଯୁଜୁତ୍ସବା ମାମେକା ପାଣ୍ଡବାଶ୍ଚୈବ କିମ୍ କୁର୍ବନ୍ତ ସଞ୍ଜୟ, ଯୋଉ କୁହାଯାଏ ପ୍ରଥମ ଶ୍ଲୋକ ଗୀତାର। ଧର୍ମକ୍ଷେତ୍ର ଉପରଟା, ଯୋଉଟା କି ଯୋଉ ପ୍ରଶ୍ନ ପ୍ରଥମେ ପଚାରିଲ କେତେ ଆଙ୍ଗୁଳି, ନା ଆଜ୍ଞା ଚକ୍ରରୁ 10 ଆଙ୍ଗୁଳି ପରିମିତ ହେଲା ଧର୍ମକ୍ଷେତ୍ର। ଆଉ ଆଜ୍ଞା ଚକ୍ରରୁ ଯୋଉ 5ଟି ଚକ୍ର ରହିଲା, ସେ ହେଲା ସଂସାର ଚକ୍ର ବା କୁରୁକ୍ଷେତ୍ର। ସେଇଥିପାଇଁ ଶ୍ରୀମଦ୍ ଭଗବତ ଗୀତାରେ କୁହାଗଲା, ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଜୁତ୍ସବ ମାମେକା ପାଣ୍ଡବାଶ୍ଚୈବ କିମ୍ କୁର୍ବନ୍ତ ସଞ୍ଜୟ। ଏଠି ମନ ପଚାରୁଛି ସଞ୍ଜୟକୁ, ଦେଖିଲୁ ରେ, ଯୁଦ୍ଧ ତ ଆରମ୍ଭ ହେଲାଣି ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ। ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଜୁତ୍ସବା, ସମସ୍ତେ ଆସି ପହଞ୍ଚିଗଲେଣି ଯୁଦ୍ଧ କରିବା ପାଇଁ। ସମବେତା ଯୁଜୁତ୍ସବା ମାମେକା ପାଣ୍ଡବାଶ୍ଚୈବ, ମାମେକା ମାନେ ମୋ ଅର୍ଥରେ କୁହାଯାଏ ମୋର ପୁଅ ମାନେ କୌରବପଟ ମାନେ, କୌରବପଟ ମାନେ ମାମେକା ପାଣ୍ଡବାଶ୍ଚୈବ, ପାଣ୍ଡବ ମଧ୍ୟ, ମୋ ପୁଅ ମାନେ ଆଉ ପାଣ୍ଡବ ମାନେ, ମାମେକା ପାଣ୍ଡବାଶ୍ଚୈବ କିମ୍ କୁର୍ବନ୍ତ ସଞ୍ଜୟ, କିଏ କୋଉଠି ରହିଲେ ଆଉ କଣ କିଏ କରୁଛନ୍ତି ମତେ ଟିକେ ରିପୋର୍ଟ ଦେ। ପୁରା ଗ୍ରାଉଣ୍ଡ ରିପୋର୍ଟ। ଯେ ଷ୍ଟୁଡିଓରେ ବସିକିରି ସାମ୍ବାଦିକ ମାନଙ୍କୁ ଯୋଉମାନେ ଯାଇଥିବେ ଗ୍ରାଉଣ୍ଡ ରିପୋର୍ଟ ଦରକାର, କୋଉଠି ବଢି ହେଇଗଲା, କୋଉଠି ପାଣିରେ କିଏ ଭାସିଗଲା, କିଏ କୋଉଠି ଗଛ ଶୋଇ ପଇଲା, କୋଉଠି ରାସ୍ତା ବ୍ଲକ, ଗ୍ରାଉଣ୍ଡ ରିପୋର୍ଟ ଦିଅନ୍ତିନି ସଞ୍ଜୟ। ସେଠୁ ଗ୍ରାଉଣ୍ଡ ରିପୋର୍ଟ ଦବା ପାଇଁ ଏଇ ମନ ବୃନ୍ଦାବନ, ଏଇ ମନ କାଶୀ ଯୋଉ କୁହାହଉଛି, ଏଇ ମନ ହଉଛି ସଞ୍ଜୟ, ଏଇ ମନ ହଉଛି ଧୃତରାଷ୍ଟ୍ର। ଏ ରାଷ୍ଟ୍ର ବା ଏ ରାଜ୍ୟକୁ ଯିଏ ଧରି ରଖିଛି ସେ ଧୃତ ରାଷ୍ଟ୍ର,
ଏ ରାଜ୍ୟକୁ କିଏ ଧରି ରଖିଲେ? ମନ ତାର ରାଜା ମନ୍ତ୍ରୀକି ପଚାରିଲେ, ମାନସ ଚକ୍ଷୁ ହଉଛି ସଞ୍ଜୟ, ମାନସ ଚକ୍ଷୁ ଅନେଇଲେ ଦେଖାଯିବ, ଯୁଆଡେ ଅନେଇବ ସେ ଦେଖାଯିବ। ଆମ ଟିମରେ ବି କେଇ ଜଣ ସଞ୍ଜୟ ଅଛନ୍ତି, ଯୁଆଡେ ଅନେଇଲେ ଦେଖାଯାଉଛି, ଆମେରିକା ଦେଖାଯାଉଛି। ଗୁରୁଦେବ ଦେଖୁଥିଲେ ସେମିତି, ବିଶ୍ୱ ବ୍ରହ୍ମାଣ୍ଡକୁ ଦେଖୁଥିଲେ ସଞ୍ଜୟ ରୂପରେ। ନା ଟେଲିସ୍କୋପ ଥିଲା, ନା ଟେଲିଭିଜନ ଥିଲା, ଦିବ୍ୟ ଚକ୍ଷୁ, ମାନସ ଚକ୍ଷୁ ଯାକୁ କୁହନ୍ତି, ସେ ହଉଛି ସଞ୍ଜୟ। ସଞ୍ଜୟ କହିଲେ, ଯୁଦ୍ଧ ତ ଆରମ୍ଭ ହେଲାଣି, ମତେ ଟିକେ ରିପୋର୍ଟ। କେତେବେଳେ ଯୁଦ୍ଧ ଆରମ୍ଭ ହବ? ନା ଯେତେବେଳେ ପାଣ୍ଡବ ଅଲଗା ହେଇଯିବେ ତୁମ ପାଖରୁ, ତୁମେ ପାଣ୍ଡବ ହେଇଯିବ। ମନ ସହିତ ତୁମେ ଥିଲ ନା କୌରବ ପଟରେ ଯୁଦ୍ଧ କରୁଥିଲ, ଯାହା ନାହିଁ ତା କରୁଥିଲ, ଏକାଗ୍ରତା ବିଶେଷ, ମାନେ ଜଏଣ୍ଟ ମେଚ୍ ଥିଲା। ଜଏଣ୍ଟ ମେଚରୁ ଯେତେବେଳେ ଅଲଗା ହେଇଗଲ, ଏକାନ୍ନବର୍ତ୍ତୀ ପରିବାର ଯୋଉ ଥିଲ, ଯାହା ଚାହୁଁଥିଲ ସେୟା କରୁଥିଲ, ଯେତେବେଳେ ତୁମେ ଅଲଗା ହେଇଗଲ, ମୋର କର୍ତ୍ତବ୍ୟ କଣ ଅଛି କରିବି, ମୁଁ କାହିଁକି ଆସିଥିଲି, ପ୍ରକୃତରେ ମୁଁ କାହିଁକି ଆସିଥିଲି, ମୁଁ କିଏ? ଏଇ ଯେତେବେଳେ ସ୍ୱର ଉଠିବ ତୁମ ଭିତରେ, ତୁମେ ପାଣ୍ଡବ ହେଇଯିବ। ହୁ ଆମ ଆଇ, ଯେତେବେଳେ ସ୍ୱର ଉଠିବ ତୁମ ଭିତରେ, ହୁ ଆମ ଆଇ, ମୁଁ କିଏ, ପରିଚୟ ଖୋଜିବ। ଏ ତ ଅସ୍ଥାୟୀ ଦୁନିଆ, ଏ କୌରବଟା ଅସ୍ଥାୟୀ ଦୁନିଆ, ଅସ୍ଥାୟୀରେ ତୁମେ ଥିଲ। ସ୍ଥାୟୀ ଆଡକୁ ଯେତେବେଳେ ଯିବ, ଖୋଜିବ। ମୁଁ ଯେତେବେଳେ ସୃଷ୍ଟି ହେଲା, ଜୀବ ସୃଷ୍ଟି ହେଲା ସେଇଠି। ମୋର ପରିଚୟ ଯେତେବେଳେ ଖୋଜିଲ, ଜୀବ ଭାବର ଆସିଗଲା। ଯଦିଓ ତୁମେ ଜୀବ ଥିଲ, କିନ୍ତୁ ଖୋଜିବାଟା ଜୀବକୁ, ମୋର ପରିଚୟ ଖୋଜିବାଟା, ଜୀବର ପରିଚୟ ଯେତେବେଳେ ଖୋଜିଲା ପରେ ସେଇଠି ତୁମେ ଆଉ ହେଲନି ଧୃତରାଷ୍ଟ୍ର, ତୁମେ ଧୃତରାଷ୍ଟ୍ର ଥିଲ, ସଞ୍ଜୟ ନଥିଲ, କୌରବ ପଟରେ ଥିଲ। ତୁମେ ଯେତେବେଳେ ଅଲଗା ହେଇ ଖୋଜିଲ, ବିବେକ ଅନୁମୋଦିତ କାମ କରିବା ପାଇଁ ପ୍ରୟାସ କଲ, କର୍ତ୍ତବ୍ୟ କର୍ମ କରିବା ପାଇଁ ସଜାଗ ହେଲ, ସେତେବେଳେ ତୁମ ଭିତରେ ଯୋଉ ଶକ୍ତି ଥିଲା ସେ ଜାଗ୍ରତ ହେଇଗଲା। ଆଉ ଗୋଟେ ପଟକୁ ତମେ ପଳେଇ ଆସିଲ, ତୁମେ ହିଁ ଆଉ ଗୋଟେ ପଟକୁ ପଳେଇ ଆସିଲ। ଏପର୍ଯ୍ୟନ୍ତ ବି ଖୋଜା ଚାଲିଛି, ଏପର୍ଯ୍ୟନ୍ତ ତୁମେ ପାଣ୍ଡବ ପଟରେ ଅଛ। ଯୋଉମାନେ ସାଧନ କରୁଛନ୍ତି ସେମାନେ ପାଣ୍ଡବ କୁଳର ଜୀବସତ୍ତା। ତୁମେ ବି କୃଷ୍ଣ, ବା ତୁମେ ବି ପରମାତ୍ମା। କୃଷ୍ଣର ସ୍ଥାନ ଯଦି ହେଲା ଆଜ୍ଞା ଚକ୍ରରେ, ତୁମେ ବି କୃଷ୍ଣ ହେଇପାରିବ। ଜୀବ ପରମ ଭେଟ, ଅର୍ଜୁନ କୃଷ୍ଣର ଭେଟ। ଜୀବ ପରମ ଭେଟ, ଅର୍ଜୁନ କୃଷ୍ଣର ଭେଟ। ଯଦି ଆମେ ଷ୍ଟାର୍ଟିଂ ପଏଣ୍ଟ ଦେଖିବା ଜୀବର, ତାହେଲେ ନାଭି ଚକ୍ରରେ ତାର ବାସସ୍ଥାନ। ଏଠି 10 ଦଳ ପଦ୍ମ ଅଛି ନାଭିରେ, ଟୋଟାଲ 50 ଦଳ ପଦ୍ମ, ତା ଭାଗ ସେଠି 10 ଦଳ ପଦ୍ମରେ ରହିଛି ଜୀବ। ଜୀବର ପ୍ରକୃତ ବାସସ୍ଥାନ ହଉଛି ନାଭି, କାରଣ ସେଇଠି ସେ ସୃଷ୍ଟି ହେଇଛି, ମାର ପେଟରୁ ସେ ସୃଷ୍ଟି ହେଇଛି। ଜୀବର ଭାବ ନାଭିରୁ ଆସିଲା, ଏ ନାଭି ସେ ନାଭି କନେକ୍ସନ ହେଇଗଲା। ନାଭି ଯେତେବେଳେ ବନ୍ଦ କରି ଦିଆଗଲା, ତୁମେ ଆଜ୍ଞାରେ ଆସି ପହଞ୍ଚିଲ, ବା ନିଶ୍ୱାସ ପ୍ରଶ୍ୱାସ ନେଲ। ଯେପର୍ଯ୍ୟନ୍ତ ନିଶ୍ୱାସ ଚାଲିଲା, ତାପରେ ତୁମେ ସେଠି ରହିଲ। ତେଣୁ ମୂଳପିଣ୍ଡ ହଉଛି ନାଭି।
ଶକ୍ତି ସ୍ୱରୂପ ହେଇକି ସେଠି ରହିଲା। ତୁମେ ଯୋଉ ଖାଦ୍ୟ ଖାଉଛ, ତୁମେ ପରମ ହେଇକି ଥାଅ କି ନିଶ୍ୱାସ ନିଅ କି ନ ନିଅ, କାନରେ ଶୁଣ କି ନ ଶୁଣ, ଆଖିରେ ଦେଖ କି ନ ଦେଖ, କିନ୍ତୁ ଖାଦ୍ୟ ଯେପର୍ଯ୍ୟନ୍ତ ନ ଯାଇଛି ପେଟକୁ ସେ ପର୍ଯ୍ୟନ୍ତ ନା ଆଖି କାମ କରିବ, ନା ନିଶ୍ୱାସ ଚାଲିବ, ନା କାନ ଶୁଣିବ, ନା ନିଦ ହବ। କୁହନ୍ତୁ, ସବୁ ବନ୍ଦ ହେଇଯିବ। ତେଣୁ ଜୀବର ମୂଳପିଣ୍ଡ ହଉଛି, ଆମେ ଯଦି ଦେଖିବା, ସେ ହଉଛି ନାଭି। ଆଉ 10 ଆଙ୍ଗୁଳି ପରିମିତ ମାପନ୍ତୁ, ଆଜ୍ଞାରୁ ମାପନ୍ତୁ 10 ଆଙ୍ଗୁଳି ଏକ୍ଜାକ୍ଟ ମିଡିଲ ପୋର୍ସନ ପଳେଇବ ମୁଣ୍ଡର। ମାପନ୍ତୁ ଦେଖିକିରି, ଆଜ୍ଞାରୁ ମାପି ମାପି ଯିବ 4 ଆଙ୍ଗୁଳି, ପୁଣି ସେଥିରେ 4 ଆଙ୍ଗୁଳି, ତାପରେ 2 ଆଙ୍ଗୁଳି, 10 ଆଙ୍ଗୁଳି। ସେ ଧର୍ମକ୍ଷେତ୍ର। ଦେଖନ୍ତୁ, ସାରା ଜୀବନଟାକୁ ରିସର୍ଚ୍ଚ କରନ୍ତୁ। ଯଦି ଯୋଗ କରିବେ, ନିଜ ଜୀବନକୁ ରିସର୍ଚ୍ଚ କରନ୍ତୁ। ଆଗେ ମାପନ୍ତୁ। 30 ବର୍ଷ ଯାକ ହେଲା, 40, 50, 60, 70 ମାପିଲେ କ'ଣ ଜୀବନରେ କରିଛନ୍ତି? କ'ଣ କରିଛନ୍ତି? କରି କରି ଘର 2 ବଖରା କରିଛନ୍ତି, ବସ୍ 2 ଖଣ୍ଡ କରିଛନ୍ତି, ସୁନା 2 ଭରି ରଖିଛନ୍ତି, ନହେଲେ 10 ଭରି 50 ଭରି ସୁନା ରଖିଛ। ଖାଉଛ ସବୁଦିନ 2 ପଟ ରୁଟି, 5 ପଟ ରୁଟି, କିଛି ଅନ୍ନ, କିଛି ଡାଲି। ଖାଇବା ଏବଂ ଲାଟ୍ରିନ୍ ଇଏ ଗୋଟେ ବେସ୍ ପଏଣ୍ଟ ଜୀବନରେ। ଦେଖନ୍ତୁ, ଖାଦ୍ୟ ଏବଂ ଲାଟ୍ରିନ୍ ଯିବା ଗୋଟେ ବେସ୍ ପଏଣ୍ଟ ତୁମ ଭିତରେ। ଏଇଟା ମୁଖ୍ୟ କାମ। ଆଉ ସବୁ କ'ଣ? ଆଉ ଏଇଟା କଣ୍ଟିନ୍ୟୁ କରିବ ଶେଷ ପର୍ଯ୍ୟନ୍ତ। ଏଇ ମୁଖ୍ୟ କାମଟା ତୁମର କଣ୍ଟିନ୍ୟୁ କରିବ ଶେଷ ପର୍ଯ୍ୟନ୍ତ, 80 ବର୍ଷ ପର୍ଯ୍ୟନ୍ତ। ଖାଦ୍ୟ ଲାଟ୍ରିନ୍, ଖାଦ୍ୟ ଲାଟ୍ରିନ୍, ଖାଦ୍ୟ ଲାଟ୍ରିନ୍, ସରିଯିବ ଜୀବନ। ଯଦି ଏକ ଅର୍ଥରେ ଆମେ କହିବା, ଖାଇବା ଲାଟ୍ରିନ୍ ଯିବା, ଆଉ କିଛି ନାହିଁ ଜୀବନ ଭିତରେ। ଯେତେ ପାଠ ପଢିଛ ସବୁ ବେକାର, ଯେତେ ଅର୍ଥ ରୋଜଗାର କଲେ ସେ ବେକାର, କାରଣ ତାକୁ ନେଇପାରିବନି। ଯେତେ ବିଦ୍ୟା ସବୁ ଗ୍ରହଣ କରିଛ, ସେ ବିଦ୍ୟାର କିଛି ଜରୁରତ ନାହିଁ। ପାଠ ଅପାଠ ପଢିବ, ଯୋଉଦିନ ଅମାପ ମାପିବ, ଅଦେଖା ଦେଖିବ, ଅଭକ୍ଷ୍ୟ ଭକିବ। ଯୋଉଟା ଖାଇଛି, ଯୋଉଟା କେବେ ଖାଇନ ସେଇଟା ଖାଇବ, ଯୋଉଟା କେବେ ଦେଖିନ ଦେଖିବ, ଅଭେଦ୍ୟ ଭେଦିବ। ଯୋଉଠି ଭେଦ କରାଯାଇନି ବା ଯାଇନ, ସେଇଟାକୁ ଭେଦନ କରିବ ବା ସେଠି ପହଞ୍ଚିବ। ଅମାପ ମାପିବ, ଯୋଉଟା ମାପି ନଥିଲା ତାକୁ ମାପିବ। କେତେ ଦୂରତା, ଯୋଉ ପ୍ରଶ୍ନ ବର୍ତ୍ତମାନ ଥିଲା, କେତେ ଦୂରତା ଜୀବରୁ ବ୍ରହ୍ମ। ଗୋଟେ ଛକରେ ଜଣେ ଭଦ୍ରଲୋକଙ୍କୁ ପଚାରିଲେ, କହିଲେ ଆଜ୍ଞା ସେ ହାଟଟା କେତେ ବାଟ କି? ନା 2 କିଲୋମିଟର, 2 କିଲୋମିଟର ହବ। ନା ନାଇଁ ମ ଏତେ ହବ କ'ଣ? ସେଠୁ ଯିଏ କହିଥିଲା ହାଟ 2 କିଲୋମିଟର, କହିଲେ ନିଜର ମୋଟରସାଇକେଲ ଅଛି, ନିଜେ କଣ୍ଟା ଅଛି, ମାପି ମାପିକା ଯାଅ, ପୁଣି ମାପି ମାପିକା ଆସିବ, ଜଣା ପଡିବ କେତେ। ମୁଁ ଯଦି କହୁଛି ଭୁଲ ହେଇଗଲା, ତୁମେ ନିଜେ ମାପ। ଏ ଉତ୍ତର ସେୟା। ନିଜକୁ ମାପିବାକୁ ପଡିବ କେତେ ବାଟ। ଅମାପ ମାପିବ, ଆଉ ଅଦେଖା ଦେଖିବ। ଯୋଉଟା କେବେ ଦେଖିନ, ଯୋଉ ପାଠ ପଢିକି ତୁମେ ସଜିଲ ହେଇଛ, ମୃତ୍ୟୁ ଆଡକୁ ଯାଉଛ, ମୃତ୍ୟୁ ଆଡକୁ କେବଳ ଗତି, ଆଉ କିଛି ନାହିଁ। ସଜିଲ ହେଇକି ଯାଉଛ, ପ୍ରତ୍ୟେକ ଦିନ ଗୋଟିଏ ଷ୍ଟେପ ପକଉଛ ମୃତ୍ୟୁ ଆଡକୁ। ଜନ୍ମରୁ ମୃତ୍ୟୁ କେତେ ବାଟ, ସେ ବାଟ କଥା ମୁଁ କହୁନି ଏଠି। ମୁଁ କହୁଛି ସେଇ ବାଟ କଥା, ଯୋଉ ବାଟ ମାପିନ କେବେ, କେବେ ତାକୁ ଦେଖିନ ସେ ଜାଗାକୁ, ଅଦେଖା ଦେଖିବ। ଇଏ ହଉଛି ପାଠ।
ଜୀବନର ଯଦି ଗୋଟେ ବଡ଼ ରହସ୍ୟ ଥାଏ ଜୀବନର, ସେଇଟା ହେଉଛି ନିଜକୁ ଦେଖିବା, ନିଜର ପରିଚୟ ପାଇବା। ଆଇଏସ୍ ହୁଅ, ଓଏସ୍ ହୁଅ, ବିରାଟ ପୋଷ୍ଟରେ ତୁମେ ଅଧିକାରୀ ହେଇଯାଅ, କ'ଣ ହେଇଯାଉ, ଏପରିକି ପ୍ରାଇମ ମିନିଷ୍ଟର ହୁଅ, ପ୍ରେସିଡେଣ୍ଟ ହୁଅ ଭାରତର, ଉଡ଼ାଜାହାଜ ପରେ ଆଉ କେଉଁ ଜାହାଜ ଅଛି ଚଲେଇବା ଶିଖ, ଚନ୍ଦ୍ରପୃଷ୍ଠ ପରେ ମଙ୍ଗଳ ପୃଷ୍ଠରେ ପହଞ୍ଚ, ସୂର୍ଯ୍ୟକୁ ଆଦିତ୍ୟ ପଠାଅ, ଆଉ ଯେଉଁ ଗ୍ରହ ଅଛି ତା ଭିତରକୁ ଯାଅ, କିଛି ଲାଭ ହବନି। ଚନ୍ଦ୍ରପୃଷ୍ଠ ତ ଦେଖାଯାଉଛି, ଅଦେଖା ଦେଖିବୁ ସେଠି ହବ, ଯୋଉଟା କେବେ ଦେଖିନ ସେଇଟାକୁ ଦେଖିବ। ଆଉ ଯିଏ ଦେଖିପାରିଲା ସିଏ ହଉଛନ୍ତି ବୀର, ସିଏ ଅର୍ଜୁନ। ଯୋଉ ଅର୍ଜୁନର ଟାଙ୍ଗ, ଧନୁର ଯୋଉ ଗାଣ୍ଡିବର ଗୁଣ ଯେତେବେଳେ ଯେତେବେଳେ ଟାଣିବ, ଝଙ୍କୃତ ହବ, ସେତେବେଳେ ସାରା ବିଶ୍ୱ ବି ହଲିଯିବ। ସେ ଶକ୍ତି ଅଛି ଅର୍ଜୁନ ପାଖରେ, ସେ ଗାଣ୍ଡିବ ପାଖରେ। କି ଶକ୍ତି ଅନୁଭବ କରନ୍ତୁ, ଆତ୍ମାରେ କେତେ ଶକ୍ତି ଅଛି। ସାରଥି ବା ତୁମ ଆଗରେ ସେ ବସିଛି, ଆତ୍ମା ତୁମ ଆଗରେ ବସିଛି, ତୁମକୁ ଅର୍ଜୁନ ହବାକୁ ପଡ଼ିବ। ଅଦେଖା ଦେଖିବୁ, ସେ ଟାଣି ନେଉଛି ତୁମକୁ, ତୁମ ସାରଥି ହେଇକି ତୁମ ଟାଣି ନେଉଛି। ଦେଖନ୍ତୁ ତୁମ କିଏ ଟାଣି ନେଉଛି, ତୁମ ନିଶ୍ୱାସ ଆଜି ଚାହିଁଲେ ସେ ବନ୍ଦ କରିଦେବ। ନାଇଁ ଚାଲେ ଏଠି ଆଉ ରହିବାନି, ଏଠି ଆଉ ରହିବାନି, ଏ ଶରୀର ପଚାଶଡ଼ା ହେଇଗଲାଣି, କ୍ୟାନ୍ସର ହେଇଗଲାଣି, ସେ ନିଶ୍ୱାସ ଧକ ଧକ ହେଇ ଚାଲୁଛି, ହାର୍ଟ ଫେଲ୍ ହେଲାଣି, ବ୍ଲକେଜ ହେଲାଣି, ଅର୍ସ ହେଲାଣି, ସେ ଅମୁକ ହେଲାଣି, ସମୁକ ହେଲାଣି। ତୁମକୁ କହିକି ନା ଏଠି ରହିବାନି, ଆଉ ଗୋଟେ ନୂଆ ଶରୀର ଦେଖିବା। ଆତ୍ମା କାହିଁ ରହିବ ଏଠି? ଆତ୍ମାର ଯେତେବେଳେ ସ୍ଥିତି ଥିବ ସେ ରହିବ। ତମେ ଏଲପି ସ୍କୁଲରେ ଯୋଉ ପେନ୍ ଚଲଉଥିଲ ଆଉ ଅଛି? ଦୁଆ ତ ସୁଲେଖା କାଳିରେ ଲେଖୁଥିଲ ନିବ୍ ଦେଇକି, ସେ ଆଉ ଅଛି କି? ଫାଉଣ୍ଟେନ୍ ପେନ୍ ସେ ଗଲାଣି, ସେ ଯୁଗ ପଳେଇଲାଣି, ସେ କଲମ ପଳେଇଲାଣି। ସେମିତି ତମ ଶରୀରଟାକୁ କେମିତି ରଖିବ? ଯେତେବେଳେ ଚାହିଁବ ସେ ନେଇଯିବ। ସବୁବେଳେ ପ୍ରୟାସ କର ତା ସହିତ କଥା ହେବା ପାଇଁ। ତୁମର ଡ୍ରାଇଭର ଏଠି କହିପାରିବାନି, ସାରଥି କୁହ, ସୁନ୍ଦର ଲାଗିବ। ଗୀତା ତ ଏତେ ଶ୍ଲୋକ ଲେଖିଲା, ତା ଭିତରେ ଗୋଟେ ଡ୍ରାଇଭର ଲେଖି ଦେଇଥାନ୍ତା, ସାରଥି ଲେଖା ହେଲା, କେତେ ସୁନ୍ଦର ଶବ୍ଦ। ଯଦି ପାରୁଛ ପ୍ରତ୍ୟେକ ସମୟରେ, ପ୍ରତ୍ୟେକ ମୁହୂର୍ତ୍ତରେ ସେ ତୁମ ଆଗରେ ବସିଛି। ତୁମକୁ ରଥଟାକୁ, ରଥ ଏ ଶରୀର ରଥ, ସେ ଚଲେଇବ, ଚଲଉଛି, ଟାଣୁଛି। ଆଜି ଏଇ ମୁହୂର୍ତ୍ତରେ ଚାହିଁବ ନା ଏଠି ରହିବାନି, ଚାଲ ପଳେଇବ। ଅଣନିଶ୍ୱାସ ହୋଇ ପଡ଼ିବୁ ଦିନେ, ଏ ନିଶ୍ୱାସ ବନ୍ଦ ହେଇଯିବ, ଆଉ ଚାଲିବନି, ଗତିପଥ ରୁଦ୍ଧ, ସିଏ ପଳେଇବ ନା। ତେଣୁ ଯିଏ ତୁମକୁ ଏତେ ଖାଦ୍ୟର ସମାହାର ଦେଇଛି, ଏତେ ଧନ ସମ୍ପତ୍ତି ଦେଇଛି, ଯିଏ ତୁମକୁ ରହିବା ପାଇଁ ସ୍ଥାନ ଦେଇଛି, ଯେଉଁ ଚାଖେଣ୍ଡ ଜାଗା ଦେଇଛି ପୃଥିବୀରେ ତୁମକୁ ବସିବା ପାଇଁ, ଉଠିବା ପାଇଁ, ଡେଇଁବା ପାଇଁ, ନାଚିବା ପାଇଁ, କୋଡ଼ି କୋଦାଳ ମାରିକିରି ଫସଲ ଉତ୍ପାଦନ କରିବା ପାଇଁ ଯେଉଁ ଶକ୍ତି ଆଣିକି ଦେଇଛି, ସେ ଯେପର୍ଯ୍ୟନ୍ତ ଅଛି ତୁମେ ଏସବୁ କାମ କରିପାରୁଛ। କିନ୍ତୁ ତାକୁ ତ କେବେ କୌଣସି ଦିନ ଦେଖୁନ, ପଚାରୁନ, ଆରେ ତୁ କିଏ, ମୁଁ ତୋତେ ଟିକେ ଚିହ୍ନିବି, ତୋ ସହିତ ସମ୍ପର୍କ ଯୋଡ଼େଇବି, ତୁ ତ ମୋର ସଖା ସହୋଦର। ଗୀତା କହୁଛି ବା ସମସ୍ତେ କହୁଛନ୍ତି, ମୁଁ ତୋତେ ହିଁ ଦେଖିବି। ପାରିବାରିକ ସମ୍ପର୍କ ରଖ, ଠିକ ଅଛି, ସେ ତା ଅବସ୍ଥାରେ ଥାଉ, କିନ୍ତୁ ତୁମର ପ୍ରକୃତ ପରିବାର ଯେ ଇଏ ବସିଛି ତୁମ ଆଗରେ, ଯୋଉ ମୁହୂର୍ତ୍ତରେ ଚାହିଁବ ସେ ନେଇଯିବ ତୁମକୁ ଉଠେଇକିରି।
ଯେଉଁ ଶବ୍ଦ କୁହାହେଉଛି ନ ଯିବେ ତୁ ସଙ୍ଗତ ଯିବୁ ତୁ ଏକା, ଏକା ତୁମେ ଯିବନି, ସେ ଯିବ ତୁମ ସହିତ। ଏକା ଏଇ ଅର୍ଥରେ କୁହାଯାଏ ଯେ ପରିବାର ସେମାନଙ୍କୁ ସେଇପାଇଁ ଭିନ୍ନ କରିଦିଆଯାଏ, ସେମାନେ ତୁମର ନୁହନ୍ତି। ସେଇଥିପାଇଁ କହିଲେ ଏକାଟିଆ ଯିବ, ଏକାଟିଆ ମାନେ ସିଏ ଯିବ ତୁମ ସହିତ। ସିଏ ଥିବାରୁ ତୁମେ ଖାଉଛ, ସେ ଥିବାରୁ ତୁମେ ନାଚୁଛ, ସେ ଥିବାରୁ ତୁମେ ଦେଖୁଛ, ସେ ଥିବାରୁ ତୁମେ କଥା କହୁଛ, ସେଲ୍ ପରଚେଜ କରୁଛ ଜମି ବାଡ଼ି, ସେ ଥିବାରୁ। ନହେଲେ ତ ଜମି ପଡ଼ିଥିବ, ଖଗଲା ପଡ଼ିଥିବ, ବ୍ୟାଙ୍କ ଆକାଉଣ୍ଟ ପଡ଼ିଥିବ, ସେଭିଙ୍ଗସ୍ ଆକାଉଣ୍ଟ ଯାହା ଅଛି ଧନରତ୍ନ ସବୁ ଥୁଆ ସେଇଠି ଥିବ, ଷ୍ଟେ ସବୁ ହୋଲ୍ଡ ହେଇଯିବ। ସିଏ ଅଛି ବୋଲି ସିନା ତୁମେ ଏତିକ ନାଟକ କରୁଛ। କେବେ ଜ୍ଞାନ ଉଦୟ ହେଇଛି କି ଏମାନେ ସମସ୍ତେ ପର ଆଉ ସିଏ ହିଁ ନିଜର? ସିଏ ମୋର ପ୍ରକୃତ ବନ୍ଧୁ, ସିଏ ମୋର ସଖା, ସିଏ ମୋର ମୁକ୍ତିଦାତା, ସିଏ ମୋର ଗୁରୁ। ପ୍ରକୃତ ହିତାକାଂକ୍ଷୀ ଯଦି କିଏ ଥାନ୍ତି ସିଏ ହେଉଛି ଆତ୍ମା। ତୁମ ପାଖରେ ଅଛି, ତୁମ ଆଗରେ ଅଛି, ତୁମ ରଥକୁ ଟାଣିବା ପାଇଁ ସେ ମାନେ ବସିଛି ତୁମ ଆଗରେ। ରଥସ୍ଥଂ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ, ଯେଉଁ କୁହାହେଉଛି ରଥ ଭିତରେ ବାମନ ଅର୍ଥ ଛୋଟ, ଅତି ସୂକ୍ଷ୍ମାତି ସୂକ୍ଷ୍ମ ପରମାତ୍ମା, ସେଇ ଅର୍ଥରେ କୁହାଯାଇଛି ରଥସ୍ଥଂ। ଏ ଶରୀର ରଥରେ ସେ ବାମନ ରୂପକ ପରମାତ୍ମା ବସିଛି, ଆତ୍ମା ବସିଛି। ରଥସ୍ଥଂ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ, ଆଉ ପୁନର୍ଜନ୍ମ ହବନି। ଯେଉଁ ମୁଖ୍ୟ ମୁକ୍ତ, ତାକୁ ଦେଖିଲେ ମୁକ୍ତ ହେଇଯିବ। ଦେଖିଲେ ଡେଣା ହଲେଇବ, ସେ ଯେଉଁ ପକ୍ଷୀ ବସିଛି ସେ ହଲେଇବ। ସକାଳୁ ଉଠିଲେ ତ ତୁମେ ନିଦ ଆଜି ହେଲାନି, କ'ଣ କରିବି, କ'ଣ ଏତେ ଚିନ୍ତା ଦକ ଅଛି। 6ଟା ଝିଅ ରହିଲେଣି, ବିବାହ ହେଇପାରିଲାନି, ଚାକିରି ପ୍ରମୋସନ୍ ହେଲାନି, ଏତେ ଟଙ୍କା ମୋର କରଜ ଦିଅଣା ଅଛି ଦେବି। ଏ କାମ କାହିଁ କଲି, ସେ କାମ କାହିଁ କଲି। ସ୍ତ୍ରୀ ତ ସ୍ତ୍ରୀ ବାଟରେ ଅଛି, ମୁଁ ତ ମୋ ବାଟରେ ଅଛି, ପିଲାମାନେ ତାଙ୍କ ବାଟରେ ଅଛନ୍ତି। ଏଇ ଯେଉଁ ଟିକିନିକି ହିସାବ କରି କରି ଜୀବନ ବ୍ୟର୍ଥ ହେଇଯିବ, ନଷ୍ଟ ହେଇଯିବ। ଇଏ ପ୍ରୋବ୍ଲେମ୍ ଥାଉ, ପ୍ରୋବ୍ଲେମ୍ ଭିତରେ ତୁମେ ଖୋଜ ସେଇ ବ୍ୟକ୍ତି ଯେ ତୁମ ଆଖି ଆଗରେ ବସିଛି, ରଥ ଭିତରେ ଅଛି, ସୂକ୍ଷ୍ମାତି ସୂକ୍ଷ୍ମ ଭାବରେ ଅପେକ୍ଷା କରିଛି ତୁମକୁ। କେତେବେଳେ ସେ ଫେରି ଆସିବ। ଯେମିତି କୋଇଲିର ଅଣ୍ଡା କାକ ବସାରେ ଫୁଟେଇଥିଲେ ମଧ୍ୟ କୋଇଲି ଅପେକ୍ଷା କରିଥାଏ ଆର ଗଛରେ, କେତେବେଳେ ଖୁମ୍ପା ଖାଇବ କାଉ ବସାରେ ଏବଂ ମୋ ସନ୍ତାନ ଫେରି ଆସିବ ମୋ ପାଖକୁ। ସେମିତି ସେ ଅପେକ୍ଷା କରି ବସିଛି। ଅନନ୍ତ ଜନ୍ମ ହେଇଗଲାଣି, ଆର ଜନ୍ମରେ ହେଲାନି, ତା ପୂର୍ବ ଜନ୍ମରେ ହେଲାନି, ତା ପୂର୍ବ ଜନ୍ମରେ ମଧ୍ୟ ହେଇନଥିଲା। କେତେ ଅପେକ୍ଷା କରିବ? କେତେ ଥର ଅଣ୍ଡା ବସେଇବ କାଉ ବସାରେ? ତୁମକୁ ତ କାଉ ସଦାବେଳେ ଖୁମ୍ପୁଛି। କାକ ବସାରେ ତୁମେ ଅଛ, ଏ ପୃଥିବୀ କାକ ବସା। ତୁମେ ଖୁମ୍ପା ଖାଉଛ, ସବୁଦିନ ଖୁମ୍ପା ଖାଉଛ, ଅଥଚ ଡେଣା ହଲଉନ ଯିବା ପାଇଁ, ଆକାଶରେ ଉଡ଼ିବା ପାଇଁ। କିଚିରି ମିଚିରି ସେଇ ଝିନଝଟ ସବୁ ସାଂସାରିକ ପରିବେଶରେ ତୁମେ ମୁହଁ ମାଡ଼ିକି ଶୋଇପଡ଼ୁଛ, ଆର ଦିନକୁ ଅପେକ୍ଷା କରୁଛ। କାହିଁ ଏବେ ଉଠୁନ, ଉଡ଼ିଯାଅ ଆକାଶକୁ, ଫୋପାଡ଼ି ଦିଅ ସଂସାରର ସମାହାରକୁ, ଛାଡ଼ିଦିଅ ବନ୍ଧନ। ଦେଖିବ ତୁମେ ଯେତେବେଳେ ସମର୍ପଣ ହେଇ ଉଠିଯିବ, ଗାଣ୍ଡିବ ଉଠିଲା ଜାଣ, ଗାଣ୍ଡିବର ଯେଉଁ ଝଙ୍କାରରେ ସାରା ପୃଥିବୀ କମ୍ପମାନ ହେଇଯିବ। ସେତିକିବେଳେ ଯେତେବେଳେ ତୁମେ ଶପଥ ନେବ, ନାଇଁ ମୁଁ ଆତ୍ମଦର୍ଶନ କରିବି, ସେ ତ ଅପେକ୍ଷା କରିଛି। ତୁମ ରଥର ମୁଖ୍ୟ ଅଂଶ, ମୁଖ୍ୟ ସାରଥି, ମୁଖ୍ୟ ମାଲିକ ହେଉଛି ସେ ବସିଛି ତୁମ ରଥରେ। ତୁମେ ଅବହେଳା କରୁଛ, ତୁମେ ବାସ୍ତବିକ ଅବହେଳା କରୁଛ ତାକୁ। ସେ ଡାକୁଛି, ମା ଯେମିତି ପୁଅକୁ ଡାକେ, ତୁମେ କୂଅରେ ଗଳି ପଡ଼ିଛ, ସେ ଉଠିବାକୁ ହାତ ବଢ଼ଉଛି, ଉଠ, ମୁଁ ଅଛି ବା ତୋ ମା ଅଛି,
ତୁମକୁ ଦେଖାଯାଉନି। ତୁମକୁ ଆର ପଟରେ କୌରବ ପଟର ଦ୍ରୋଣ ଭଳି ଦେଖାଯାଉଛି ଏ ସାଂସାରିକ ଦୃଶ୍ୟ। ଆଉ ଗୋଟେ ଆଖି ଖୋଲ, ଏ ଆଖି ବନ୍ଦ କର, ତାହେଲେ ତୁମେ ଧର୍ମକ୍ଷେତ୍ରକୁ ଯାଇପାରିବ, ନହେଲେ ତ କୌରବ ପଟେ ରହିବ। ଯୋଉ ଦିଟା କ୍ଷେତ୍ର କରାଗଲା, କୁରୁକ୍ଷେତ୍ର ଧର୍ମକ୍ଷେତ୍ର, ତୁମେ କେବଳ କୁରୁକ୍ଷେତ୍ରରେ ଅଛ। ଜୀବ ରୂପରେ ଅଛ, ପାଞ୍ଚ ଭାଇକି ଧରିକିରି ଅଛ। ପଞ୍ଚଭୂତ, ଆକାଶ ତତ୍ତ୍ୱ, ପବନ, ଅଗ୍ନି, ପବନ ମାନେ ବାୟୁ, ବାୟୁ ଅଗ୍ନି, ଜଳ, ପୃଥିବୀ ତତ୍ତ୍ୱରେ ଅଛ। এই ପାଞ୍ଚଟାର ସମାହାରରେ ତୁମେ ଖାଦ୍ୟ ଗ୍ରହଣ କରୁଛ, ସବୁ କିଛି କରୁଛ। ଆଉ ଅଳ୍ପ ଦିନ ବାକି ଅଛି, ମୃତ୍ୟୁ ଅଳ୍ପ ଦିନ ବାକି ଅଛି, ସବୁଦିନ ଖାତାରେ ଲେଖ। କାଲି ଯେତିକି ଦିନ ଥିଲା ଆଜି ଗୋଟେ ଦିନ କମିଗଲା, ଏଇଟା ବି ଭାବନ୍ତୁ। କାଲିକି ଆଉ ଗୋଟେ ଦିନ କମିଯିବ, ମାନେ ମୃତ୍ୟୁ ପାଖେଇ ଆସୁଛି, ପାଖକୁ ପାଖକୁ। ଯେତେ ବୟସ ବଢିବ ସେତେ ମୃତ୍ୟୁର ବାଟ କମିଯିବ। ତାପରେ ତାପରେ କଣ କରିବ, କେବେ ଚିନ୍ତା କରିଛ? ପୁଣି ଫେରିଯିବ ସ୍ୱର୍ଗକୁ, ଆକାଶକୁ, ପୁଣି ଖୋଜିବ ମାର ଜରାୟୁ। ପୁଣି ସେଇ କାମ ଯୋଉଟା ଏବେ ହେଇଥିଲା, ଏ ଜନ୍ମରେ ହେଇଥିଲା, ଆର ଜନ୍ମରେ ମଧ୍ୟ ସେଇଆ ହବ, ପୂର୍ବ ଜନ୍ମରେ ସେଇଆ ହବ। ସେ ମାର ଗର୍ଭସ୍ଥାନରେ ପୁଣି ସଞ୍ଚାର ହବ। ସେଇ ନାନମାନ, ସେଇ କାକରା, ସେଇଥିପାଇଁ କି ଗାଁ ଡାକରା। ଗୋଟେ ସୁନ୍ଦର ଢଗ ଏଇଟା ଅଛି ଓଡିଆରେ। ସେଇ ନାନମାନ, ସେଇ କାକେରା, ସେଇଥିପାଇଁ କି ଗାଁ ଡାକରା। ସେଇ ପୂର୍ବେ ଏବେ ଯାଥିଲ, ପୁଣି ଆସିବ ମାତୃଗର୍ଭ, ପୁଣି ସେଇ କାମ, ପୁଣି ଷଠି ହବ, ପୁଣି ହସିବ। ଏମାନେ ହସିବେ, ତୁମେ କାନ୍ଦୁଥିବ, ଏମାନେ ହସୁଥିବେ। ଆରମ୍ଭ ହେଲା ପର୍ବ, 21 ଷଠି ପରେ 21 ଦିନ, ତାପରେ ବର୍ଷ, ତାପରେ ମାସ ବିତିଯିବ, ପୁଣି 2 ବର୍ଷ ହେଇଯିବ, 3 ବର୍ଷ ହେଇଯିବ, 5 ବର୍ଷ ହେଇଯିବ, 10 ବର୍ଷ ହେଇଯିବ, 40 ହେଇଯିବ, 80 ହେଇଯିବ, ପୁଣି 100, ପୁଣି ମହାନିଦ୍ରା, ପୁଣି ଯିବ, ପୁଣି ବି ଆସିବ। କେତେ ଥର ଏମିତି ହେଲାଣି, କେତେ ଥର ହେଲାଣି, ଚିନ୍ତା କର। ତମେ କଣ ଏଇ କାମ କରିବାକୁ ପୁଣି ଆସିବ? ସେଇ ନାନମାନ ପୁଣି ଆସିବ। ଯଦି ଏଇ ସମୟରେ ନ କରିବ, ଆଜିର ଏଇ ସମୟରେ, ଆଜି ଦିନରେ, ତାହେଲେ ପୁଣି ଭୋଗିବାକୁ ପଡିବ, ଆର ଜନ୍ମକୁ ଆସିବ। କେତେ କଷ୍ଟ ଅନୁଭବ କରନ୍ତୁ। କାହା ଘରେ ଜନ୍ମ ନେବ, ଖାଇବାକୁ ନଥିବ, ପାଣି ପିଇବାକୁ ନଥିବ, ରୋଗ। ଏବେକାର ପରିସ୍ଥିତି ଠିକ ଅଛି, ପୃଥିବୀ ଠିକ ଅଛି, ପରବର୍ତ୍ତୀ ଷ୍ଟେଜରେ ପୃଥିବୀର ଅବସ୍ଥା ଠିକ ନଥିବ। ଆମେ ପିଲାବେଳେ ଯୋଉ ପୃଥିବୀ ଥିଲା, ଯୋଉ ଅବସ୍ଥାରେ ଥିଲା, ଲୋକମାନଙ୍କ ସମ୍ପର୍କ, ବାୟୁମଣ୍ଡଳ, ବର୍ତ୍ତମାନ ନାହିଁ, ଆଉ ବି ନଷ୍ଟ ହେଇକି ଯାଉଛି। ତେଣୁ ବର୍ତ୍ତମାନ ସମୟ ମୂଲ୍ୟବାନ ସମୟ, ଆଜିର ସମୟ ମୂଲ୍ୟବାନ ସମୟ, ଆଜିର ଭାବନା ମଧ୍ୟ ମୂଲ୍ୟବାନ, ଆଜିର ସତ୍ସଙ୍ଗ ମଧ୍ୟ ମୂଲ୍ୟବାନ। ଏଇ କଥା ଶୁଣିକିରି ଯଦି ତୁମେ ପାସ୍ ଆଉଟ୍ ହବ, ଏ କଥାକୁ ନଜର ନ ରଖିବ, ତାହେଲେ ପୁଣି ଜନ୍ମ ନେବାକୁ ପଡିବ ତୁମକୁ, ପୁଣି ଗୁରୁ ଖୋଜିବାକୁ ପଡିବ, ପୁଣି ସତ୍ସଙ୍ଗ ଆଟେଣ୍ଡ କରିବାକୁ ପଡିବ, ପୁଣି ପାଠ ପଢିବ, ପୁଣି ବିବାହ କରିବ, ପୁଣି ଆଡମିସନ ହବ ଯୋଗରେ। ବର୍ତ୍ତମାନ ସ୍ଥିତି ଯା, ସେତେବେଳେ ସେଇ ସ୍ଥିତି, ସେଇ ନାନମାନ। ତେଣୁ ବର୍ତ୍ତମାନ କାହିଁ ନ କରିବା? ବର୍ତ୍ତମାନ ଯୋଉ କାମ ଅଛି, ଆମେ ଫୋରକାଷ୍ଟ କଲୁ ଭବିଷ୍ୟତ କଥା, ଆଉ ଅତୀତ କଥା ମଧ୍ୟ। ତେଣୁ ବର୍ତ୍ତମାନ ସମୟ ମୂଲ୍ୟବାନ, ବର୍ତ୍ତମାନ କାହିଁ ସେ କାମ ନ କରିବା କୁହନ୍ତୁ? କାହିଁ ନ କରିବା? ନହେଲେ ପୁଣି ଯିବ, ପୁଣି ଆସିବ ନା।
ଯିବା ନିଶ୍ଚିନ୍ତ, ଆସିବା ମଧ୍ୟ ନିଶ୍ଚିନ୍ତ। ମାନେ ଜନ୍ମ ସତ୍ୟ ଯଦି ନ ହେଉଛି ମୃତ୍ୟୁ ସତ୍ୟ ନୁହେଁ। ମୃତ୍ୟୁ ସତ୍ୟ ନୁହେଁ, ଜନ୍ମ ସତ୍ୟ। ପ୍ରଥମ ଜନ୍ମ ନେଲେ ମୃତ୍ୟୁ ହବ, ଆଉ ମୃତ୍ୟୁ ନହେଲା ପର୍ଯ୍ୟନ୍ତ ଜନ୍ମ ହେଇପାରିବନି। ତମେ ଏଇ ବାପା ମାଙ୍କୁ ତ ଏତିକି ଅବହେଳା କରୁଛ ବା ଭଲ ପାଉଛ, ଠିକ ଅଛି, ଦିଟାରୁ ଗୋଟେ। ତମେ ଯଦି ଖରାପ ଭାବୁଛ ବାପା ମାଙ୍କୁ, ସେ ଗୋଟେ ବାଟ, ଭଲ ଭାବୁଛ ସେ ବି ଗୋଟେ ବାଟ। ଆଉ ସେ ବାପା ମା ମିଳିବେନି। ନେକ୍ସଟ ଜନ୍ମରେ ଯଦି ଏ ବାପା ମାଙ୍କୁ ତମେ ଅବହେଳା କରିବ, ସେ ଅବହେଳିତ ବାପା ମା ତୁମକୁ ମିଳିବେ। ସେପଟରେ ଅପେକ୍ଷା କରିଛନ୍ତି। ତୁମେ ଯୋଉ ଦର୍ଶନ ଏଠି ରଖିବ, ଯୋଉ କର୍ମ କରିବ, ସେଇ କର୍ମର ଫଳ ଭୋଗିବାକୁ ପଡ଼ିବ ତୁମକୁ। ଯଦି ଏ ବାପା ମା ଭଲ ଅଛନ୍ତି, ସ୍ନେହ ଅଛି, ଶ୍ରଦ୍ଧା ଅଛି, ପ୍ରେମ ଅଛି, ଭଲ ପାଇବା ଅଛି, ତାଙ୍କ ଉପକାର କରିଛ, ତାହେଲେ ଆହୁରି ଭଲ ବାପା ମା ମିଳିପାରନ୍ତି। ଏ ଯୋଉ ଘର ଅଛି, ବିଲ୍ଡିଂଟି ଅଛି, ହୁଏତ ସେ ବିଲ୍ଡିଂ ନଥିବ ଆର ଜନ୍ମରେ। ଯୋଉ ଅମାନତ ଅଛି, ସୁନା ଗହଣା ଗାଣ୍ଠି ପଇସା ପତ୍ର ହୁଏତ ନ ମିଳିପାରେ ଆର ଜନ୍ମରେ। ଯୋଉ ଡ୍ରେସ୍ ପିନ୍ଧୁଛ, ଭଲ ଡ୍ରେସ୍ ପିନ୍ଧୁଛ ଏ ଜନ୍ମରେ, ହୁଏତ ଆର ଜନ୍ମରେ ଚିରା ସାର୍ଟ, ବଟମ ନଥିବା ସାର୍ଟ ମିଳିବ ତୁମକୁ ଆର ଜନ୍ମରେ। କହିହବନି। ମୋ ମତରେ, ମୁଁ ଯେତିକି ନିଜକୁ ଷ୍ଟଡି କରିଛି, ଯେତିକି ଅନ୍ୟମାନଙ୍କ ଉପରେ ଷ୍ଟଡି କରୁଛି, ମୁଁ ଭଲ ଭାବରେ ଜାଣିଛି ଏଇ ସମୟ ବା ଯାହା ତୁମକୁ ମିଳିଛି, ଯୋଉ ସ୍ତ୍ରୀ ମିଳୁ, ଯୋଉ ପୁଅ ମିଳୁ, ଯୋଉ ଘର ମିଳୁ, ଯୋଉ ବାପା ମା ମିଳୁ, ଯୋଉ ଚାକର ମିଳୁ ବା ମାଲିକ ମିଳୁ, ଯୋଉ ସର୍ଭିସ ମିଳୁ, ଯାହା ମିଳିଛି ତୁମକୁ, ସେ ସମସ୍ତଙ୍କଠୁ ବେଟର। କେମିତି ବେଟର ହବ? କେବଳ ଗୋଟିଏ ଅସ୍ତ୍ରରେ କାଟି ଦିଅନ୍ତୁ ସବୁ। କଣ ସେ ଅସ୍ତ୍ର? ନା ଜ୍ଞାନ। ତୁମେ ଜ୍ଞାନରେ ବାଛି ନିଅ, ଯାହା ମିଳିଛି ଠିକ ଅଛି, ବାସ୍ ସେ ଠିକ ହେଇଯିବ। ଯୋଉ ବାପା ମାଙ୍କୁ ତୁମେ ଅବହେଳା କରୁଛ, ଏ ବାପା ମା ଠିକ ନୁହନ୍ତି, ତୁମେ ଭାବିନିଅ ଥରେ, ହଁ ଠିକ ଅଛନ୍ତି, ଏ ବାପା ମା ମୋ ପାଇଁ ଠିକ, ବାସ୍ ସେ ବାପା ମା ବି ଠିକ ହେଇଯିବେ। ଯୋଉ ସ୍ତ୍ରୀ ଅଛି ତୁମ ପାଖରେ, ଯଦି କଥା ମାନୁନି, ତୁମେ ଆତ୍ମା ଆଡକୁ ଢଳ, ତା ଆଡକୁ ଢଳନି, ବେକାର ହେଇଯିବ। ଯଦି ସ୍ତ୍ରୀ କଥା ମାନୁନି, ଛାଡ଼ିଦିଅ ତାଙ୍କୁ। ତୁମେ କହିଲେ କଣ ସେ କଥା ମାନିବ? ତୁମେ ତ ତୁମ କଥା ମାନୁନ, ଆଉ ସେ ତୁମ କଥା କେମିତି ମାନିବ? ତେଣୁ ଫେରିଆସ ନିଜ ଭିତରକୁ, ଢଳିପଡ ଆତ୍ମା ଆଡକୁ, ଦେଖିବ ସେଇ ସ୍ତ୍ରୀ ତୁମକୁ ସକାଳୁ ସନ୍ଧ୍ୟା ଲମ୍ଭେଇ ପଡିବ ତମ ଗୋଡ଼ ତଳେ। ତୁମେ ଯେତେ ବୁଝିଲେ ସେ ବୁଝିବନି। ସେମିତି ସ୍ୱାମୀ ଅପର ପକ୍ଷରେ, ସେମିତି ପୁଅ ଝିଅ, ଯେତେ ସମ୍ପର୍କ ଅଛି ତୁମ ଭିତରେ, ତାଙ୍କ ଆଡକୁ ତୁମେ ଢଳନି କେବେ। ଯଦି ଢଳିବାର ଅଛି, ନିଜ ଆଡକୁ ଢଳ, କେନ୍ଦ୍ରକୁ ଆସ, ସେ ପରିଧି ଛାଁ ଠିକ ହେଇଯିବ। ଆଉ ତୁମେ କହିବ ମୁଁ ପରିଧିରେ ଯାଇକି ଯୁଦ୍ଧ କରିବି, ବୁଝେଇବି, ସୁଝେଇବି, ସମାଧାନ କରିବି, କେବେ ହବନି କି ହେଇନି। ତେଣୁ ଗୋଟିଏ ଅସ୍ତ୍ର, ଗୋଟିଏ ଧାରଣା, ଗୋଟିଏ ଚାବି, ସେ ହଉଛି ଜ୍ଞାନ। ଜ୍ଞାନରେ ତୁମେ ଫେରିଆସ ଭିତରକୁ, ଛାଡ଼ିଦିଅ ସଂସାର। ଇଏ ହଉଛି ତା ସୂତ୍ର। ତୁମକୁ କିଏ ମାନହାନି ଦେଇଛି, ମାନହାନି କଥା କହିଛି, ତୁମର କିଏ ଶତ୍ରୁ ଅଛନ୍ତି, ତୁମର ମିତ୍ର ବି ଅଛନ୍ତି, ମିତ୍ର ବି ଶତ୍ରୁ ହେଇପାରିବ, ଆଉ ଶତ୍ରୁ ବି ମିତ୍ର ହେଇପାରିବ। ତୁମେ ଯଦି ଢଳିବ ଆତ୍ମା ଆଡକୁ, ଶତ୍ରୁ ବି ମିତ୍ର ହେବ। ତୁମେ ବୃହତ ଶକ୍ତିରେ ପରିଣତ ହେଇଯିବ। ଆଉ ବୃହତ ଶକ୍ତି ଯିଏ ବସିଛି ତୁମ ଆଗରେ, ରଥ ଆଗରେ ବସିଛି, ଚଲଉଛି, ପାରୁଛ ଯେତିକି ସମୟ ଯୁଦ୍ଧ କରୁଛ ବାହାରେ, ସେତିକି ସମୟ ଆ ସହିତ କଥା ହୁଅ, କେବଳ ନିବେଦନ କର, ଆଉ କିଛି ନାହିଁ।
ଯେମିତି ଅର୍ଜୁନ ଚିତ୍ରରେ ଦେଖିଥିବ, ଅର୍ଜୁନ ଆଣ୍ଠେଇ ପଡ଼ିଛି, ହାତ ଯୋଡ଼ିଛି, କୃଷ୍ଣ ରଥ ଉପରେ ଅଛନ୍ତି। କୃଷ୍ଣ ଖାଲି ତାକୁ କହୁଛନ୍ତି ଉଠାଅ ଗାଣ୍ଡିବ। ଇଏ କହୁଛନ୍ତି ଇଏ ମୋ ଭାଇ, ଇଏ ମୋ ବନ୍ଧୁ, ଇଏ ମୋ ସହୋଦର, ଇଏ ମୋ ସଖା, ମୁଁ କେମିତି ୟାଙ୍କୁ ମାରିବି? ତା ଅର୍ଥ ସେୟା ନୁହେଁ। ନିଜ ଭିତରେ ଯେଉଁ ଶକ୍ତି ଅଛି, ଖରାପ ଚିନ୍ତାଧାରା କର୍ମ ଅଛି, ତାକୁ ମାରିବା ପାଇଁ କୃଷ୍ଣ କହୁଛନ୍ତି। ଦୁର୍ଯ୍ୟୋଧନକୁ ମାରେ, ମୋହର ମହାମୋହର ପ୍ରତୀକ ହେଉଛି ଦୁର୍ଯ୍ୟୋଧନ, ମାର ତାକୁ। ଶକୁନିକି ମାରେ, କର୍ଣ୍ଣକୁ ମାରେ। କର୍ଣ୍ଣ ହେଉଛି କର୍ତ୍ତବ୍ୟ କର୍ମ। ଅର୍ଜୁନର ଯେତେ ଯୁଦ୍ଧ, ତାର ସମକକ୍ଷ ଯୋଦ୍ଧା ହେଉଛି କର୍ଣ୍ଣ। ତୁମର ଏଠି ସମକକ୍ଷ ଯୋଦ୍ଧା କିଏ ନା କର୍ତ୍ତବ୍ୟ କର୍ମ। ଅର୍ଜୁନକୁ ବୁଝାଉଛନ୍ତି କୃଷ୍ଣ, ତୁ କର୍ତ୍ତବ୍ୟ କର୍ମକୁ ଆଗେ ମାରେ, କର୍ତ୍ତବ୍ୟକୁ ଯୋଉଟା ଭାବୁଛୁ ସେଇଟାକୁ ହତ୍ୟା କର। କର୍ତ୍ତବ୍ୟ କର୍ମ ହେଉଛି କ'ଣ? ସଂସାର କରିବା, ପିଲାଛୁଆଙ୍କୁ ଠିକ୍ ସେ ମେଣ୍ଟେନ୍ କରିବା, ରୋଜଗାର କରିବା, ପେଟ ପୋଷିବା, ଇଏ କର୍ତ୍ତବ୍ୟ କର୍ମରେ ଯିବ ଏଗୁଡ଼ା। ତେଣୁ ତା ସହିତ ଯୁଦ୍ଧ କରିବା ମାନେ ତାଙ୍କୁ ମାରିବା। ସେ ଆଶା ଛାଡ଼, ସେଠୁ ଫେରି ଆସ। ଶୁଣ ଅର୍ଜୁନରେ, କର୍ଣ୍ଣ ରଥ ତୁଳାଗିରି ପରି। ଏଇ ଯୋଉ କର୍ତ୍ତବ୍ୟ କର୍ମଟା ତୁଳାଗିରି, ସେଥିରେ କିଛି ମୂଲ୍ୟ ନାହିଁ, ପେଲିଦେଲେ ବହୁତ ଦୂରକୁ ପଳେଇବ। କିନ୍ତୁ ତାର ଏତେ ଶକ୍ତି ଅଛି କର୍ତ୍ତବ୍ୟ କର୍ମର, ତୁମକୁ ମଧ୍ୟ ଧ୍ୱଂସନ କରିପାରିବ। କର୍ତ୍ତବ୍ୟ କରୁ କରୁ ତୁମେ ଧ୍ୱଂସ ହେଇଯିବ, ନଷ୍ଟ ହେଇଯାଇଥିବ। ସେଇଥିପାଇଁ କର୍ଣ୍ଣ ବହୁତ ବଳଶାଳୀ। ଶଲ୍ୟ ବହୁତ କଣ୍ଟକ, ସଂସାର ଏକ କଣ୍ଟକ, ଶଲ୍ୟ, ତାକୁ ମାରିବା ବହୁତ କଷ୍ଟ। ସଂସାର ରହିକି ତ ଉବୁଟୁ ହଉଛ ନା। ପଦ୍ମପତ୍ରରେ ପାଣି ଲାଗୁନି, ଢଳ ଢଳ ହଉଛି। ତେଣୁ ସଂସାର ଭିତରେ ଥାଇକିରି ତୁମେ ଢଳ ଢଳ ହୁଅ। ତୁମେ କୋଉଠି ବେଶ କରି ବସା ବାନ୍ଧି ରୁହନି। ସଂସାର ଅସ୍ଥାୟୀ ନା, ତୁମେ ଯାହାକୁ ଭାବୁଛ ସ୍ଥାୟୀ, କାଲି ସେ ଅସ୍ଥାୟୀ ହେବ। ଯୋଉ ଭଉଣୀଟିକୁ ଭାବୁଥିଲ ମୋର ନିଜର ଭଉଣୀ, ସେ ତ କାଲି ପଳେଇବ ନା, କାଲି ତାର ଡେଥ୍ ହେଇଗଲା। ତେଣୁ ସଂସାର ସ୍ଥାୟୀ ନୁହେଁ। ସଂସାର ଭିତରେ ତୁମେ ଢଳ ଢଳ ହେଇକି ରୁହ, କୋଉଠି ସ୍ଥିତି ରୁହନି। ପାଣି ତୁମଠେ ନ ଲାଗୁ, ପଙ୍କିଳ ଯେନେ ପଙ୍କେ ଥାଇ, ତା ଦେହେ ପଙ୍କ ନ ଲଗାଇ। ପଙ୍କିଳ, ପଙ୍କଜ ନୁହେଁ, ପଙ୍କିଳ, କଲିକତା। ପଙ୍କ ଭିତରେ ରହୁଛି, ତାଠେ ଟିକେ ବି ପଙ୍କ ଲାଗୁନି। ସେମିତି ସଂସାର ଭିତରେ ତୁମେ ରୁହ, ସଂସାର ତୁମକୁ ନ ଲାଗୁ, ସଂସାରର କଳଙ୍କ ନ ଲାଗୁ। ଭାଗବତରେ ସୁନ୍ଦର କଥା କୁହାଯାଇଛି, ଗୃହ ଆରମ୍ଭି ଗୃହୀ ମେଳେ, ନପଶି ରହିବ ନିରୋଳେ। ଗୃହୀମାନଙ୍କ ସହିତ ଗୃହ ଆରମ୍ଭ କରିଦେବ। ଭାଇ ଭାଇ ନା ଭାଇ ଭାଇ, ହେ ରାମ ରାମ ନା ରାମ ରାମ। ମତେ ଏଠି ଯିଏ ଫୋନ କରୁଛନ୍ତି, ଜଣେ ଜଣେ କହୁଛନ୍ତି ଜୟ ଜଗନ୍ନାଥ, ମୁଁ ବି ତାଙ୍କୁ କହୁଛି ଜୟ ଜଗନ୍ନାଥ। ମୁଁ ଜୟଜୀବି କହୁନି, ଜୟଜୀବି କହିଲେ ସିଏ ତ ବୁଝିପାରିବନି ନା। କିଏ କହୁଛନ୍ତି ସୀତାରାମ, ମୁଁ ବି କହୁଛି ସୀତାରାମ। କିଏ କହୁଛନ୍ତି ରାମ ରାମ ଫୋନରେ, ମୁଁ କହିଲି ରାମ ରାମ। ରାଧେଶ୍ୟାମ, କିଏ କହୁଛନ୍ତି ରାଧେଶ୍ୟାମ। ଜୟ ବଜରଙ୍ଗ ବାଲି, ଜୟ ବଜରଙ୍ଗ ବାଲି। ଏଇ ଯୋଉ ଶବ୍ଦ ଆସୁଛି, କିଏ କୋଉ ଧର୍ମରେ ଅଛନ୍ତି, ତାଙ୍କୁ କାହିଁ ତମେ ବେଖାତିରି କରିବ? ତମେ ଜୟଜୀବି କଲେ, ଯିଏ କହୁଛି ଜୟ ବଜରଙ୍ଗ ବାଲି, ତମେ ଜୟଜୀବି କଲେ କ'ଣ ସେ ବୁଝିପାରିବନି ନା। ବରଂ ଜୟ ହନୁମାନ କହିକିରି ତାଙ୍କୁ ଜୟଜୀବୀର ଅର୍ଥ ପରେ ବୁଝେଇବ। ସଲାମ ମାଲିକମ, ମାଲିକମ ସଲାମ, ସରିଗଲା। ବିଭିନ୍ନ ରେସ୍ରେ ଲୋକ ଅଛନ୍ତି, ବିଭିନ୍ନ ରେସ୍ରେ ଫୋନ କରୁଛନ୍ତି, ବିଭିନ୍ନ ସମ୍ବୋଧନ କରୁଛନ୍ତି। ଆଉ ଯଦି ଫୋନରେ ପ୍ରଥମ ଶବ୍ଦ ସୃଷ୍ଟି ହୁଅନ୍ତା, ସେଇ
ଆଧ୍ୟାତ୍ମିକ ସ୍ୱର, ତାହେଲେ ଠିକ ହବ। ଆଧ୍ୟାତ୍ମିକ ପବିତ୍ର ଭାବନାରେ ଜଣେ କୁହନ୍ତା। ମୁଁ ଆଶା କରୁଛି ସେଗୁଡ଼ା ପୁଣି ପରିବର୍ତ୍ତନ ହବ। ଏ ହାଲୋ ହାଏ ହବନି ଆଉ। ଆମେ ତ ଇଂରେଜ ସଭ୍ୟତାର ହାଲୋ କହୁଛେ ନା। ଛାଡ଼ନ୍ତୁ, ସେଠୁ ଯିବାନି। ତେବେ ଏଇ ଯୋଉ ଆସ୍ପିରେସନ, ଏଇ ଯୋଉ ଆସ୍ପିରେସନରେ ତୁମେ ବଞ୍ଚିଛ ଦୁନିଆ ସହିତ, ଗୃହ ସହିତ ରହିଛ, ଗୃହୀମାନଙ୍କ ସହିତ ରହିଛ, ତୁମେ ତାଙ୍କଠୁ ଟିକେ ବେଟରରେ ରୁହ, ସୂକ୍ଷ୍ମ ଚିନ୍ତାରେ ରୁହ। ସେମାନେ ଯାହା କରୁଛନ୍ତି ତୁମେ କରନି। ଏଇଟା ମୋର କହିବାର ଥିଲା। ସେମାନେ ଯାହା କରୁଛନ୍ତି ତୁମେ କରନି। ତୁମେ ଆନନ୍ଦରେ ଉଠି ରାତିରେ 3ଟାରେ ତୁମ ବାଟରେ ତୁମେ ଅଗ୍ରସର ହୁଅ। ରାତି 3ଟାରେ ସେ ତୁମକୁ ଦେଖିବେନି ତୁମେ କ'ଣ କରୁଛ। ସେମାନେ ସଂସାର ଭିତରେ ସଂସାରୀ, ତୁମେ ବି ସଂସାରୀ। କିନ୍ତୁ ସଂସାର ଉର୍ଦ୍ଧ୍ୱକୁ ଆସିକିରି ସେଇ ଯିଏ ସାରଥି ଅଛି ତୁମ ଭିତରେ ଆଗରେ ବସିଛି, ତୁମକୁ ଟାଣି ନେବା ପାଇଁ ଯୋଜନା କରୁଛି, ତା ଆଡ଼କୁ ତୁମେ ବି ଅଗ୍ରସର ହୁଅ। ତା ଆଡ଼କୁ ରାତି 3ଟାରେ ସେ ବହୁତ ଦିନଠୁ ଅପେକ୍ଷା କରିଛି। ଏ ରଥକୁ ଚଲଉଛି, ପୁଣି ନେଇଯିବ ରଥକୁ, ନହେଲେ ଭାଙ୍ଗିଦବ। ଚାଲ ବାବା, ଆଉ ହବନି ଏଠି। ମେଡିକାଲ ଗଲା ପରେ ମେଡିକାଲ କହିବ ନାଇଁ ଆଉ ହବନି, ଡାକ୍ତର କହିବ ଆଉ 5 ଦିନ। କ'ଣ କରିବ ଏଠି ତୁମେ? ନା ସଖା ସହିତ ସମ୍ପର୍କ ଅଛି, ନା ତୁମେ ବଡ଼ ଅଫିସର ମେଡିକାଲର, ନା ଔଷଧ କଥା ଜାଣିଛ, ନା ନିଜକୁ ବଞ୍ଚିବା ପାଇଁ ଅଶ୍ୱିନୀ ଶକ୍ତି ତୁମ ପାଖରେ ଅଛି। କିଛି ନାହିଁ। ତମେ ନିଃସହାୟ ଅବସ୍ଥାରେ ବୁଲୁଛ ସଂସାରରେ। ମନେ ରଖ, ତୁମକୁ ସହାୟ କରିବାକୁ କେହି ନାହାନ୍ତି ପୃଥିବୀରେ। ଯାହାକୁ ଭାବୁଛ ସାହାଯ୍ୟ କରିବ, ସେ କେବେ କରିବନି। କେବଳ ଗୋଟିଏ ଲୋକ କରିବ, ଯିଏ ତୁମ ରଥରେ ବସିଛି, ଯିଏ ପ୍ରତି ମୁହୂର୍ତ୍ତରେ ତୁମେ କ'ଣ କରୁଛ ସେ ଦେଖୁଛି, ଫଟୋ ଉତ୍ତୋଳନ କରୁଛି ଚିତ୍ରଗୁପ୍ତ ଭାବରେ। ତୁମ ଅନ୍ତରରେ ରହିକିରି ଅନ୍ତର୍ଯାମୀ ହେଇଛି। ସେ ଅନ୍ତର କଥା ଜାଣୁଛି, ସେଇ ଜାଣିଛି, ଆଉ କେହି ଜାଣିନାହାନ୍ତି। ସେଥିପାଇଁ ଅନ୍ତର୍ଯାମୀ। ନର ରୂପରେ, ନର ଶରୀରରେ ରହିଥିବା ନାରାୟଣ, ସେ ବସିଛି ତୁମ ପାଖରେ। ତୁମେ କ'ଣ କରୁଛ? ଟିପୁଛି। ସେ ହାର୍ଡ ଡିସ୍ ଆଣିଛି, ଗୋଟେ ବଡ଼ ହାର୍ଡ ଡିସ୍। ତୁମେ ଯେବେଠୁ ଜନ୍ମ ନେଲଣି ସେ ସେବେଠୁ ବିରାଟ ହାର୍ଡ ଡିସ୍ରେ ତମର ସବୁ କର୍ତ୍ତବ୍ୟ ସବୁ ରଖିଛି, ଲୁଚେଇକି ରଖିଛି, ଗୁପ୍ତରେ ରଖିଛି। ତମକୁ କହିଦେଲେ ତ ଭୁଲିଯିବ ନା। ସେ କହୁନି, ପରୋକ୍ଷରେ ସ୍ୱପ୍ନରେ ଦେଖାଉଛି, ଦେଖ ତୁ କେତେ ବିରାଟ, କେତେ ମହାନ, କେତେ ଭିତରେ ତୋର ଶକ୍ତି ଅଛି। ତୁମେ ସକାଳୁ ଉଠିଲା ପରେ କହୁଛ, ହେ ଏଇଟା ତ ସ୍ୱପ୍ନ ଥିଲା, ଛାଡ଼, ଲେଟ୍ ବାଇଗନ୍ ବି ବାଇଗନ୍। କ'ଣ ମିଳିବ ସ୍ୱପ୍ନରୁ? ମୁଁ ତ କୋଉଠି ଖଟିଲେ, କୋଉଠି ଡ୍ୟୁଟି କଲେ ମୋତେ ପଇସା ମିଳିବ ନା। ସ୍ୱପ୍ନ ବାଟରେ ସ୍ୱପ୍ନ, ତୁମ ବାଟରେ ତୁମ। ଥରେ ଚିନ୍ତା କରନ୍ତୁ, ଏ ସ୍ୱପ୍ନ କେତେ କୋଟି 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 ଅବୃଦ୍ଧ ପଇସା ଖର୍ଚ୍ଚ କଲେ ସ୍ୱପ୍ନ କିଏ ସୃଷ୍ଟି କରିପାରିବ କି? ପୁଣି କମ ସମୟ ଭିତରେ, କମ ଖର୍ଚ୍ଚରେ, ବିନା ସିମେଣ୍ଟରେ, ବିନା ଗଛରେ ଯିଏ ଗଛ ସୃଷ୍ଟି କରିପାରୁଛି, ବିନା ମସଲାରେ ଯିଏ ଖାଦ୍ୟ ସୃଷ୍ଟି କରିପାରୁଛି, ବିନା ଭୟରେ ଯିଏ ସୃଷ୍ଟି କରିପାରୁଛି ଶତ୍ରୁ, ବିନା ଖାଦ୍ୟରେ ତୁମକୁ ଖାଇବାକୁ ଦେଇକି ସନ୍ତୁଷ୍ଟ କରିଦେଇ ପାରୁଛି ଭୋଜି ଭାତ। ସେ କେଡ଼େ ବିରାଟ ଶକ୍ତି ନ ହେଇଥିବ ଚିନ୍ତା କରନ୍ତୁ। କେତେ ବିରାଟ ଶକ୍ତି, ବିରାଟ ରୂପ। ଏସବୁ ଦେଖେଇବାର ଟେଲର ଫିଲ୍ମ ଦେଖେଇବାର କାମ ହେଉଛି ତୁମକୁ ତା ଆଡ଼କୁ ଆକର୍ଷଣ କରିବା। ତୁମେ କିନ୍ତୁ ପରନ୍ତୁ ଯଦି ଅଥବା ରହିକି ରହିଯାଉଛ ଏପଟେ ଗୌରପଟ। ଧନ୍ୟବାଦ। ଏତିକି, ଆଉ କ'ଣ କରିବା ନା ଆଗକୁ ଯିବା? 1:30 ହେଲା। ଏ ଷ୍ଟୋରି ସରିବନି, ଏ ଜୀବନର କାହାଣୀ କେବେ ସରିବନି, ମନେ ରଖନ୍ତୁ।
ଯେତେ କହିଲେ ଭାଗବତ ଏଠି ଭାଗବତ ନୁହେଁ, ଯେତେ କହିଲେ ଆତ୍ମଜ୍ଞାନ ତୋଷ ନହେଲା ମୋର ମନ। ଇଏ କୋଉ ଭାଗବତ ଲେଖା ହେଇନି, ମୁଁ ମନରୁ କହିଲି। ଯେତେ କହିଲେ ଆତ୍ମଜ୍ଞାନ ତୋଷ ନହିଲା ମୋର ମନ। ଏ ସତ୍ସଙ୍ଗ ଉପରେ କୁହନ୍ତୁ, କାହାର କ'ଣ ମତ ଅଛି ଯଦି କୁହନ୍ତୁ। ଅଳ୍ପ ସମୟ ଭିତରେ 10 ମିନିଟ୍ ଭିତରେ ଆମେ କ୍ଲୋଜ୍ କରିବା। ବାବା ଜୟଜୀ। ହଁ ଜୟ ଜୟ। ଅଳ୍ପ ସମୟ ଭିତରେ କୁହନ୍ତୁ। ହଁ ମୁଁ ଗୋକୁଳାନ ସାହୁ କହୁଛି। ଆପଣଙ୍କର ତ ସବୁ ଗୁଡ଼ିକ ପ୍ରବଚନ କି ଏଇ ଯୋଉ କେନ୍ଦ୍ର ଅଭିମୁଖୀ ଆଉ କେନ୍ଦ୍ରକୁ କେମିତି ଯିବା, ଏଇ ବିଭିନ୍ନ କଥା ଭିତରେ ଆପଣଙ୍କର ସାରାଂଶ ଆମେ ଯାହା ବୁଝୁଛୁ, ଆପଣ ପ୍ରକୃତ ତତ୍ତ୍ୱଗୁରୁ ଭଗବାନଙ୍କର ଅବତାର ହେଇକି ଆପଣ ଅବତୀର୍ଣ୍ଣ ହେଇଛନ୍ତି, ଯୋଉଟା କି ଆମକୁ ସେ କଥା ଗୁଡାକ ଖୁବ ଅମୃତ ତୁଲ୍ୟ ଲାଗୁଛି କି ଆମର ସେ କୋଟି ଜନ୍ମର ପାପ ଏଇ ପ୍ରବଚନ ଶୁଣିବା ଦ୍ୱାରା ଧ୍ୱଂସ ହେଇଯାଉଛି ବୋଲି ମୁଁ ଅନୁଭବ କରୁଛି। ଆଉ ପ୍ରତ୍ୟେକ ମୁନିବାସୀ ଭାଇମାନେ ବି ମଧ୍ୟ ଅନୁଭବ କରୁଥିବେ। ମୁଁ ଏଟା ନିଶ୍ଚିତ ଭାବରେ ଅନୁଭବ କରୁଛି। ମୋର ସ୍ୱତନ୍ତ୍ର ବିଚାର ଭିତରେ କିଛି କହିଲି ରହିଛି, ତାହେଲେ କ୍ଷମା କରିବେ। ଜୟ ଜୟ ବାବା। ଜୟ ଜୟ ବାବା ଜୟ ଜୟ। ହଁ ଜୟ 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 ପ୍ରଣାମ ଗୁରୁମା। ଜୟ ଜୟ।